ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଶତକୋଟି କୃତଜ୍ଞତାପୂର୍ଣ୍ଣ ଭକ୍ତିପୂତ ପ୍ରଣତି। ଏହି ଶୁଭ ଅପରାହ୍ନରେ ସୌରଦୀପ୍ତ ପଥରେ ସଂଯୋଜିତ ମୋର ସମସ୍ତ ସହଯୋଗୀ ଦିବ୍ୟାତ୍ମମାନଙ୍କୁ ମୋର ନମସ୍କାର, ସଶ୍ରଦ୍ଧ ନମସ୍କାର। ଆଜିର ପ୍ରସଙ୍ଗଟା କୁହାଯାଇଛି ସାବିତ୍ରୀ, a vast symbolic narrative of spiritual evolution। ମହାକାବ୍ୟ ସାବିତ୍ରୀ ଏକ ବିଶାଳ ପ୍ରତୀକାତ୍ମକ ବର୍ଣ୍ଣନା ସମୃଦ୍ଧ ଆଧ୍ୟାତ୍ମିକ ଉଦ୍ବର୍ତ୍ତନ ବା ବିବର୍ତ୍ତନର ବାର୍ତ୍ତା। ଶ୍ରୀ ଅରବିନ୍ଦଙ୍କର ଅତିମାନସ ଆତ୍ମଜା ହେଉଛି କାବ୍ୟଶ୍ରେଷ୍ଠ ସାବିତ୍ରୀ। ଶ୍ରୀ ଅରବିନ୍ଦଙ୍କର ଅତିମାନସ ଆତ୍ମଜା ସେ ହେଉଛନ୍ତି କାବ୍ୟଶ୍ରେଷ୍ଠ ସାବିତ୍ରୀ। କାଳଜୟୀ ଏହି କାବ୍ୟକୃତି ଇଂରାଜୀ ଭାଷାରେ ଏକ ଦୀର୍ଘତମ, ମହତ୍ତମ ଏବଂ ବୃହତ୍ତମ ମହାକାବ୍ୟ। ଦୁର୍ଭେଦ୍ୟ ଅସୀମ ଅନନ୍ତ ଗୁହ୍ୟଜ୍ଞାନର ଗନ୍ତାଘର ହେଉଛି ଏହି ବିଶାଳ କାବ୍ୟ, ଯେଉଁଥିରେ ଅଖିଳ ବ୍ରହ୍ମାଣ୍ଡ ନିଖିଳ ବିଶ୍ୱର ସୃଷ୍ଟି ରହସ୍ୟ ଉନ୍ମୋଚିତ ହୋଇଛି। ଏଥିରେ ରହିଛି ନିବର୍ତ୍ତନର ଗୋପନ ତଥ୍ୟ ତଥା ବିବର୍ତ୍ତନର ପ୍ରକାଶ୍ୟ ତତ୍ତ୍ୱ। ନିବର୍ତ୍ତନର ଗୋପନ ତଥ୍ୟ ତଥା ବିବର୍ତ୍ତନର ପ୍ରକାଶ୍ୟ ତତ୍ତ୍ୱ। ଶାଶ୍ୱତଙ୍କ ଲୀଳା ପାର୍ଥିବ ଜଗତରେ ପ୍ରକାଶ ଉନ୍ମୁଖୀ। ଆଲୋକ ଓ ଅନ୍ଧକାର ଶକ୍ତି ମଧ୍ୟରେ ମହାସଂଘର୍ଷ ସଂଘାତ। ମାନବ ଜାତିର ଅଭ୍ୟୁଦୟର ଇତିହାସ, ତାର ସଙ୍କଟମୟ ଜୀବନଯାତ୍ରା। ସାମ୍ପ୍ରତିକ ସ୍ଥିତିର ସନ୍ଧିକ୍ଷଣ ତଥା ଗୋପନ ରହସ୍ୟର ପ୍ରତୀକାତ୍ମକ ବର୍ଣ୍ଣନା ଶ୍ରୀ ଅରବିନ୍ଦଙ୍କର ସାଧନା ସମ୍ଭୂତ ଏହି ମହାବେଦରେ ଗର୍ଭିତ ଦୁର୍ବୋଧ୍ୟ ଶବ୍ଦର ବିପୁଳ ବିଶ୍ୱ। ଜୀବନର ସନ୍ଧିକ୍ଷଣ, ସେହି ସନ୍ଧିକ୍ଷଣ ଏବଂ ମାନବ ଜୀବନର ବିଶ୍ୱ ଗୋପନ ରହସ୍ୟର ପ୍ରତୀକାତ୍ମକ ବର୍ଣ୍ଣନା ରହିଛି ମହାକାବ୍ୟରେ। ଶ୍ରୀ ଅରବିନ୍ଦଙ୍କର ସାଧନା ସମ୍ଭୂତ ଏହି ମହାବେଦ, ଏଥିରେ ଗର୍ଭିତ ଦୁର୍ବୋଧ୍ୟ ଶବ୍ଦର ବିପୁଳ ବିଶ୍ୱ। ଋଷିକବି ଶ୍ରୀ ଅରବିନ୍ଦ ଏକ ପତ୍ରରେ ପ୍ରକାଶ କରିଛନ୍ତି ସାବିତ୍ରୀ ରଚନାର ଉଦ୍ଦେଶ୍ୟ। ବୁକ୍ ଅଫ୍ ସାବିତ୍ରୀ, a legend and a symbol which was in intention a sort of symbolic epic of aim of supramental yoga, epic of the aim of supramental yoga। ଅତିମାନସ ଯୋଗର ଏକ ପ୍ରତୀକାତ୍ମକ ମହାକାବ୍ୟ ରୂପେ ପୌରାଣିକ ଗାଥା ଓ ପ୍ରତୀକ ଭାବେ ସାବିତ୍ରୀର ପ୍ରତ୍ୟେକ ପର୍ବ ମୋ ଦ୍ୱାରା ରଚିତ। ସାଧାରଣ ମନ ପାଇଁ ଦୁର୍ବୋଧ୍ୟ ମହାକାବ୍ୟରେ 23,800ରୁ ଅଧିକ ପଂକ୍ତି ରହିଛି। ଏହାର ଭାଷାକୁ ପ୍ରକାଶ କରୁଥିବା ଶବ୍ଦରାଜି, ଭାବର ମାଧୁର୍ଯ୍ୟ ଓ ଅର୍ଥର ଗାମ୍ଭୀର୍ଯ୍ୟ ମଧ୍ୟରେ ଯେଉଁ ରହସ୍ୟକୁ ଧରି ରଖିଛି ତାହା ସହଜବୋଧ୍ୟ ନୁହେଁ। ଅତିମାନସର କେଉଁ ଉତ୍ତୁଙ୍ଗ ଉତ୍ସରୁ ଉଚ୍ଚାରିତ ହୋଇଥିଲା ଶବ୍ଦର ସ୍ରୋତସ୍ୱ ନାହିଁ। ଅକଳ୍ପନୀୟ କେଉଁ ଏକ ଚେତନା ସ୍ତରରେ ଥାଇ ପ୍ରଭୁ ରଚିଲେ ଏ ଅଦ୍ୱିତୀୟ ମହାକାବ୍ୟ, ତାହା ରହସ୍ୟମୟ। ସାବିତ୍ରୀଙ୍କୁ ମନ ଦ୍ୱାରା ବୁଝିବା ଦୁଃସାଧ୍ୟ। ଏହା ଏକ ମନ୍ତ୍ରପୁତ ମହାକାବ୍ୟ। ପ୍ରତ୍ୟେକ ଶବ୍ଦ ଦୁର୍ବୋଧ୍ୟ ମନ୍ତ୍ର ଶକ୍ତିକୁ ଧାରଣ କରିଛି। ମନ୍ତ୍ରର ତାତ୍ପର୍ଯ୍ୟ ହେଉଛି ମନ ଯୁକ୍ତତ୍ର, ମନ ସେହିଠାରେ ଥାଏ। ସଶ୍ରଦ୍ଧ ଅଧ୍ୟୟନ ଦ୍ୱାରା ଚଞ୍ଚଳ ବାଚାଳ ମନଟି ତାଙ୍କରି ଠାରେ ସ୍ଥିର ହୋଇଯାଏ। ସେ ହେଉଛନ୍ତି
କାବ୍ୟର ଅଧୀଶ୍ୱରୀ ମହାନାୟିକା ମା ସାବିତ୍ରୀ, ଓଙ୍କାର ସ୍ୱରୂପିଣୀ ପରାବାକ, ସବିତାଙ୍କ ଆତ୍ମଜା, ସବିତୃ ଶକ୍ତି, ମହାପରିତ୍ରାଣକାରୀ ଶକ୍ତି। ମନ୍ତ୍ରକାବ୍ୟ ସହିତ ସାବିତ୍ରୀ ଏକ ଯୋଗ କାବ୍ୟ, ଅତି ମାନସ ଯୋଗର ତୋରଣ। ଏହା ତର୍କ ବିତର୍କର ବହୁ ଊର୍ଦ୍ଧ୍ୱରେ। ଯୋଗ ମାର୍ଗରେ କେବଳ ଜିଜ୍ଞାସା ରହିଛି, ତର୍କ ନାହିଁ। କାବ୍ୟରେ ଥିବା ଶାବ୍ଦିକ ବ୍ୟଞ୍ଜନା, ପ୍ରତୀକର ପୃଷ୍ଠଭୂମି, ପ୍ରତୀକ ସହିତ କଥାବସ୍ତୁର ସମ୍ପର୍କର ଜିଜ୍ଞାସା, କିନ୍ତୁ ତର୍କ ପର୍ଯ୍ୟାୟର ନୁହେଁ। ଯୋଗ ମାର୍ଗରେ ଯଦିଓ ଜିଜ୍ଞାସା ରହିଛି ତ ତର୍କ ନାହିଁ, କିନ୍ତୁ ଏ କାବ୍ୟରେ ଯୋଉ ଶବ୍ଦର ବର୍ଣ୍ଣନା ଦିଆଯାଇଛି, ପ୍ରତୀକର ପୃଷ୍ଠଭୂମି ଅଛି, ପ୍ରତୀକ ସହିତ କଥାବସ୍ତୁର ଯୋଉ ସମ୍ପର୍କ ରହିଛି, ସେ ସମ୍ପର୍କରେ ଜିଜ୍ଞାସା କରିବା ତର୍କ ପର୍ଯ୍ୟାୟକୁ ଯାଏ ନା। ପଚରା ଯାଇପାରେ, ପ୍ରଶ୍ନ କରାଯାଇପାରେ। ସମସ୍ତେ ଜାଣନ୍ତି ସାବିତ୍ରୀ କେଉଁ ଊର୍ଦ୍ଧ୍ୱ ଚେତନା ଭୂମିରୁ ସୃଷ୍ଟି ହୋଇଛି। ମନ ଦ୍ୱାରା ବୁଝି ହୁଏ ନାହିଁ, ଜ୍ଞାନ ଦ୍ୱାରା କଳି ହୁଏ ନାହିଁ। ଅଧିକ ବୌଦ୍ଧିକ କର୍ଷଣ ଅନେକ ପ୍ରମାଦ ସୃଷ୍ଟି କରିପାରେ। ଶ୍ରଦ୍ଧା ଓ ସମର୍ପିତ ଭାବ ସହ ଅଧ୍ୟୟନ କଲେ ଗ୍ରନ୍ଥଟି ସ୍ୱୟଂ ମୂର୍ତ୍ତିମନ୍ତ ହୋଇ ନିଜକୁ ଉନ୍ମୋଚିତ କରିଦେବେ। ମା କହନ୍ତି, ସାବିତ୍ରୀ ଇଜ ଦି ସୁପ୍ରିମ ରିଭିଲେସନ ଅଫ ଶ୍ରୀ ଅରବିନ୍ଦ's vision। ପ୍ରାଜ୍ଞ ପୁରୁଷ ଶ୍ରୀ ଅରବିନ୍ଦ, ପ୍ରାଜ୍ଞ ପୁରୁଷ ଶ୍ରୀ ଅରବିନ୍ଦଙ୍କର ବିଜ୍ଞ ପରାକାଷ୍ଠା ପ୍ରକାଶିତ ହୋଇଛି ପୁସ୍ତକ ପୃଷ୍ଠାର ପ୍ରତି ଛତ୍ରେ ଛତ୍ରେ। ଜଣେ ଚେତନଶୀଳ ଗ୍ରହଣକ୍ଷମ ଅଧ୍ୟାତ୍ମ ଅନୁରାଗୀ ହିଁ ହୃଦ୍ବୋଧ କରିପାରିବ ଏହି ମାଙ୍କ ଯୋଉ ଉକ୍ତିଟି, ତାର ତାତ୍ପର୍ଯ୍ୟ। ପ୍ରେମର ପ୍ରତିପକ୍ଷ ମୃତ୍ୟୁ। କେତେକ ପୌରାଣିକ ଆଖ୍ୟାୟିକାର କଥାବସ୍ତୁ ଗଭୀର ଭାବେ ଆଲୋଡ଼ିତ କରେ ମହାକବିଙ୍କ ସମ୍ବେଦନଶୀଳ କବି ପ୍ରାଣକୁ। ଅନେକ ପୌରାଣିକ ଆଖ୍ୟାୟିକା ରହିଛି, ତାର ଯୋଉ କଥାବସ୍ତୁ ତାହା ଶ୍ରୀ ଅରବିନ୍ଦଙ୍କ ଆଲୋଡ଼ିତ କରିଥିଲା। ମହାନ ଲେଖନୀରୁ ଆତ୍ମପ୍ରକାଶ କରେ ଉର୍ବଶୀ ପୁରୁରବା, ପ୍ରେମ ଓ ମୃତ୍ୟୁ ତଥା ସାବିତ୍ରୀ ଶୀର୍ଷକ କାବ୍ୟ ସମ୍ପଦ। ହୁଏତ କାବ୍ୟର ରହସ୍ୟମୟ ଉଦ୍ଦେଶ୍ୟ ଧୂଳିର ଧରଣୀ ଉପବକ୍ଷରେ ଦିବ୍ୟ ପ୍ରେମର ପ୍ରତିଷ୍ଠା। ଏହି କାବ୍ୟମାନଙ୍କର ସୃଷ୍ଟି ପଥରେ ଯେଉଁ ରହସ୍ୟ ରହିଛି, ସେ ରହସ୍ୟର ଉଦ୍ଦେଶ୍ୟ ହେଉଛି ଏ ଧରିତ୍ରୀ ବକ୍ଷରେ ଦିବ୍ୟ ପ୍ରେମର ପ୍ରତିଷ୍ଠା, ତାର ବିଜୟ ଗାଥା। ବ୍ୟାସ ବର୍ଣ୍ଣିତ ମହାଭାରତର କ୍ଷୁଦ୍ର ଆଖ୍ୟାୟିକା ସାବିତ୍ରୀ ମଧ୍ୟରେ ପ୍ରଭୁ ଆବିଷ୍କାର କଲେ ବିଶ୍ୱ ରୂପାନ୍ତରର ଗହନ ରହସ୍ୟ। ପରାକ୍ରମଶାଳୀ ପ୍ରେମ, ମହାବଳୀ ମୃତ୍ୟୁର ଅପରାଜୟ ପ୍ରତିପକ୍ଷ। କାବ୍ୟଟିର ଛତ୍ରେ ଛତ୍ରେ ଫୁଟି ଉଠିଛି ଦିବ୍ୟ ପ୍ରେମର ସୁମହାନ ଗାଥା। ଅଜ୍ଞାନ ମାନବର ଅପୂର୍ଣ୍ଣ ଜୀବନକୁ ପୂର୍ଣ୍ଣତାରେ ଭରି ଦେଇ ରୂପାନ୍ତର ଦେଇପାରେ ଦିବ୍ୟ ପ୍ରେମ। ସାବିତ୍ରୀ ଏକ କିମ୍ବଦନ୍ତୀ ମାତ୍ର ନୁହେଁ, ଅନାଗତ ଭବିଷ୍ୟତର ଉନ୍ମୁକ୍ତ ସନ୍ଦେଶ। ଜଡ଼ ଭୂମିରେ ଚିନ୍ମୟ ସତାଙ୍କ ଅଭିବ୍ୟକ୍ତିର ଗୂଢ଼ ରହସ୍ୟ। ସିମିଲି ଓ ସିମ୍ବଲିକ ଯୁକ୍ତ ପ୍ରତୀକାତ୍ମକ ମହାକାବ୍ୟ। ଏ କାବ୍ୟରେ ଉତ୍କୀର୍ଣ୍ଣ ହୋଇଛି ମହାଯୋଗୀଙ୍କର ନିଗୂଢ଼ ଅଧ୍ୟାତ୍ମ ଅନୁଭବ, ରହସ୍ୟଘନ ସୂକ୍ଷ୍ମ ଦୃଷ୍ଟି, ଯାହା ସାଧାରଣ ପାଠକୀୟ ବୋଧ ଶକ୍ତିର ବହୁ ଊର୍ଦ୍ଧ୍ୱରେ। ଏକ ସୀମାବଦ୍ଧ ମାନସିକତା ନେଇ ଏ ମହାକାବ୍ୟର ଅଧ୍ୟୟନ ତଥା ଅନୁଶୀଳନ ସମ୍ଭବ ନୁହେଁ। ମହାଯୋଗୀଙ୍କର ନିଗୂଢ଼ ଅଧ୍ୟାତ୍ମ ଅନୁଭବ ଏଥିରେ ରହିଛି, ତାଙ୍କ ସୂକ୍ଷ୍ମ ଦୃଷ୍ଟିର ପରିପ୍ରକାଶ ରହିଛି। ମାତ୍ର ଜୀବନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେବେଳେ ଆମର ଅନ୍ତର୍ମନ ଜିଜ୍ଞାସାର ଗବାକ୍ଷ ଉନ୍ମୁକ୍ତ କରିଛି,
ସେତେବେଳେ ଦୂର ଦିଗ୍ବଳୟକୁ ଜ୍ୟୋତିଷ୍ମାନ କରି ଉଦ୍ଭାସିତ ହେଉଛି ମନ୍ତ୍ରମୟୀ ମହାକାବ୍ୟ। ଜୀବନରେ ଘଡ଼ିସନ୍ଧି ମୁହୂର୍ତ୍ତ ଆମର ସୃଷ୍ଟି ହେଇଛି ଜିଜ୍ଞାସା। ସେହି ସମୟରେ ଦୃଶ୍ୟମାନ ହେଉଛି ଏହି ମହାକାବ୍ୟ ମନ୍ତ୍ରମୟୀ ସାବିତ୍ରୀ। ନିଶ୍ଚେତନାର ଅନ୍ଧକାରାଚ୍ଛନ୍ନ ଅତଳ ମୁକ ଜଡ଼ତାର ବିରୋଧରେ ଜର୍ଜରିତ ଆମ ଅତୀତ। ନିଶ୍ଚେତନାର ଅନ୍ଧକାରାଚ୍ଛନ୍ନ ଅତଳ ମୁକ ଜଡ଼ତାର ବିରୋଧରେ ଜର୍ଜରିତ ଆମର ବିଗତ ଅତୀତ। ସଂଘର୍ଷରତ ତୀବ୍ର ଅଭିପ୍ସା ସହ କ୍ରମ ବିବର୍ତ୍ତିତ ତଥା ସ୍ୱଳ୍ପ ବିକଶିତ ଆମର ବର୍ତ୍ତମାନ ଏବଂ ଅତିମାନସର ବର୍ଣ୍ଣ ବିନ୍ୟାସ ମଧ୍ୟରେ ଅବଧାରିତ ଦିବ୍ୟ ଜୀବନର ମହାନ ଭବିଷ୍ୟତ। ଏହି ତ୍ରିକାଳର ରହସ୍ୟମୟ ସନ୍ଦେଶ ସମନ୍ୱିତ ହୋଇଛି ସାବିତ୍ରୀ ମହାକାବ୍ୟରେ। ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ। ବେଦ ନିହିତ ନିଗୁଢ଼ ସତ୍ୟକୁ ଅବଗୁଣ୍ଠନରୁ ମୁକ୍ତ କରିଛନ୍ତି ପ୍ରଭୁ ଶ୍ରୀ ଅରବିନ୍ଦ। ସେ ସମସ୍ତ ସହଜବୋଧ୍ୟ ହେଇପାରିଛି ସାବିତ୍ରୀ ପୃଷ୍ଠାରେ। ସହଜବୋଧ୍ୟ କରି ତାକୁ ରଚନା କରିଛନ୍ତି ପ୍ରଭୁ ସାବିତ୍ରୀ କାବ୍ୟ ମାଧ୍ୟମରେ। ବିଜ୍ଞାନ ସମ୍ମତ ତାର୍କିକତା, କାବ୍ୟିକ ଭାଷା ଭାସ୍କର୍ଯ୍ୟ, ବିଜ୍ଞାନ ସମ୍ମତ ତାର୍କିକତା, କାବ୍ୟିକ ଭାଷା ଭାସ୍କର୍ଯ୍ୟ ମଣ୍ଡିତ ଭାବ ଗମ୍ଭୀର ଏ କାବ୍ୟ କୋଣାର୍କ ଯଥାର୍ଥରେ ଭବିଷ୍ୟତର ମହାବେଦ। ଏହା ସାଧାରଣ କାବ୍ୟ କବିତା ଠାରୁ ଭିନ୍ନ। ଏହା ମହାଯୋଗୀଙ୍କର ନିଜେ ଜିଇଥିବା ଜୀବନର ଆଧ୍ୟାତ୍ମିକ ଅଭିଜ୍ଞତା ତଥା ଅନାଲୋକିତ ବିବର୍ତ୍ତନର ଦିନଲିପି। ଏହା ପ୍ରଭୁଙ୍କର ନିଜ ଜୀବନର ଅଭିଜ୍ଞତା। ଆଉ ଯୋଉ ବିବର୍ତ୍ତନ ଆମେ ଜାଣିନାହୁଁ, ସେ ବିବର୍ତ୍ତନର ଅନାଲୋକିତ ବିବର୍ତ୍ତନର ଦିନଲିପି। ସେହି ଆଧାରିତ ମାନବ ଜୀବନର ସ୍ୱର୍ଣ୍ଣାଭ ଭବିଷ୍ୟତ ଏବଂ କ୍ରମ ବିକାଶର ନିର୍ଭୁଲ ତଥ୍ୟ। ସାବିତ୍ରୀ ଯୁଗ୍ମାବତାରଙ୍କର ଯୁଗ୍ମ ଜୀବନର ଗୀତି କବିତା। ଏହି ଯୋଗ କାବ୍ୟ ଏକ ଆରୋଗ୍ୟ ନିଧି। ଏହି ଯୋଗ କାବ୍ୟ ଏକ ଆରୋଗ୍ୟ ନିଧି। ଶୁଣାଯାଏ ମହାନ ସାଧକ ଅମଲ କିରଣ ନର୍ସିଂ ହୋମରେ ଚିକିତ୍ସିତ ହେଉଥିବା ବେଳେ ଯନ୍ତ୍ରଣାର ଉପଶମ ପାଇଁ ସାବିତ୍ରୀର ପଙ୍କ୍ତିମାନ ଆବୃତ୍ତି କରୁଥିଲେ। ତାଙ୍କ ସେବିକାଙ୍କର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଅନୁସାରେ ସେ କ୍ରମଶଃ ଯନ୍ତ୍ରଣାମୁକ୍ତ ହେଉଥିଲେ। ସାବିତ୍ରୀର ପ୍ରତ୍ୟେକ ପଙ୍କ୍ତିରେ ରହିଛି ସେହି ଆରୋଗ୍ୟକାରିଣୀ ଶକ୍ତି, ଯାହା ଦୁଃସହ ରୋଗ ଯନ୍ତ୍ରଣାରୁ ଉପଶମ ଦେଇପାରେ। କାବ୍ୟରେ ଉପସ୍ଥାପିତ ପ୍ରତୀକାତ୍ମକ ଚରିତ୍ର ଗୁଡ଼ିକ ପଶ୍ଚାତରେ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ସବୁ ରହିଛି। ବିଷୟବସ୍ତୁ ସବୁ ଋଷି କବିଙ୍କର ସୂକ୍ଷ୍ମ ଦର୍ଶନ ଏବଂ ସତ୍ୟ ଦର୍ଶନର ଅଭିବ୍ୟକ୍ତି। ଏଥିରେ ଯେଉଁ ବିଷୟବସ୍ତୁ ରହିଛି, ଋଷି କବି ଶ୍ରୀ ଅରବିନ୍ଦ ତାହା ସୂକ୍ଷ୍ମ ଦୃଷ୍ଟିରେ ଦର୍ଶନ କରିଛନ୍ତି ଏବଂ ସେହି ସତ୍ୟକୁ ଅଭିବ୍ୟକ୍ତ କରିଛନ୍ତି। ଏଥିରେ ବର୍ଣ୍ଣିତ କାଳ ଓ ଚେତନା ବହୁ ପ୍ରସ୍ଥ ବିଶିଷ୍ଟ। ଏହା କେବଳ ଶ୍ରୀ ଅରବିନ୍ଦଙ୍କ ଆଧ୍ୟାତ୍ମିକ ଅଭିଯାତ୍ରାର କାହାଣୀ ନୁହେଁ, ଯୁଗ୍ମାବତାର ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ଯୋଗଯାତ୍ରାର ସନ୍ଦେଶ। ଅତିମାନସ ସତ୍ୟ ଚେତନାର ଅବତରଣ ଓ ପ୍ରତିଷ୍ଠା ପାଇଁ ଏ ହେଉଛି ଯୁଗ୍ମ ପ୍ରୟାସର କାହାଣୀ। ଏଥିରେ ସର୍ବଜୟୀ ମୃତ୍ୟୁ ଉପରେ ପ୍ରେମର ବିଜୟ ବାର୍ତ୍ତା ପ୍ରକାଶ ପାଇଛି। ତାହା ସହିତ ରହିଛି ମାନବ ଜାତିର ଭବିଷ୍ୟତ ନିୟତିର ରୂପରେଖ, ବିବର୍ତ୍ତନର ଅଗ୍ରଗତି ତଥା ମାନବ ଚେତନାର ଉଦ୍ବର୍ତ୍ତନର କାଳଜୟୀ ସନ୍ଦେଶ। ପୃଥିବୀ ପୃଷ୍ଠରେ ନାନା ଶକ୍ତି ଓ ଅପଶକ୍ତିଙ୍କର ଲୀଳା ଏବଂ ପରସ୍ପର ବିରୋଧୀ ନାନା ତତ୍ତ୍ୱର ରହସ୍ୟ ଏଥିରେ ବର୍ଣ୍ଣିତ ହୋଇଛି। ଏହା ଆଧ୍ୟାତ୍ମିକ ଜ୍ଞାନ
ଓ ଭବିଷ୍ୟ ଦର୍ଶନର ସମନ୍ୱିତ ମହାକାବ୍ୟ। ଏଥିରେ ବର୍ଣ୍ଣିତ ଚରିତ୍ର ଗୁଡ଼ିକ ପ୍ରତୀକାତ୍ମକ। ଶ୍ରୀ ଅରବିନ୍ଦ 4ଟି ମୁଖ୍ୟ ଚରିତ୍ର ମାଧ୍ୟମରେ ତାଙ୍କର ସମସ୍ତ ସାଧନାର ରହସ୍ୟକୁ ଉନ୍ମୋଚନ କରିଛନ୍ତି। ଜଣେ ହେଲେ ମଦ୍ର ଦେଶର ଅଧିପତି ରାଜର୍ଷି ଅଶ୍ୱପତି, କନ୍ୟା ସାବିତ୍ରୀ, ଆଉ ରାଜା ଦ୍ୟୁମତ୍ସନ ଏବଂ ତାଙ୍କ ପୁତ୍ର ସତ୍ୟବାନ। ଏ 4ଟି ଚରିତ୍ର ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି। ହେଲେ ମୁଖ୍ୟ ଚରିତ୍ର ଜଣେ ହେଲେ ମଦ୍ର ଦେଶର ଅଧିପତି ରାଜା ଅଶ୍ୱପତି, ତାପରେ ତାଙ୍କର କନ୍ୟା ସାବିତ୍ରୀ, ରାଜା ଦ୍ୟୁମତ୍ସନ ଏବଂ ତାଙ୍କ ପୁତ୍ର ସତ୍ୟବାନ। ଅନ୍ୟମାନେ ପାର୍ଶ୍ୱ ଚରିତ୍ର ଭାବରେ କାହାଣୀର ପୂର୍ଣ୍ଣତା ଆଣିଛନ୍ତି। ପାର୍ଥିବ ଜଗତର ପ୍ରତିନିଧି ଓ ଆଧ୍ୟାତ୍ମିକ ଏଷଣାର ଅଗ୍ରଦୂତ ଭାବେ ଉଭା ହୁଅନ୍ତି ପ୍ରାଣଶକ୍ତିର ଅଧୀଶ୍ୱର ଅଶ୍ୱପତି। ସେ ହେଉଛନ୍ତି ଅଶ୍ୱଶକ୍ତିର ସମ୍ରାଟ, ତପସ୍ୟାର ପ୍ରଭୁ, ଆଧ୍ୟାତ୍ମିକ ପ୍ରୟାସର ସାମଗ୍ରିକ ଶକ୍ତି ତଥା ସାବିତ୍ରୀଙ୍କର ସେ ହେଉଛନ୍ତି ମାନୁଷୀ ପିତା। ସେ ହେଉଛନ୍ତି ପ୍ରାଣଶକ୍ତିର ଅଧୀଶ୍ୱର, ଅଶ୍ୱଶକ୍ତିର ସେ ସମ୍ରାଟ, ତପସ୍ୟାର ପ୍ରଭୁ ଏବଂ ଆଧ୍ୟାତ୍ମିକ ପ୍ରୟାସର ସାମଗ୍ରିକ ଶକ୍ତି ଓ ସାବିତ୍ରୀଙ୍କର ମାନୁଷୀ ଜନକ, ଯିଏ ସାଧାରଣ ମନୁଷ୍ୟକୁ ମାନବୀୟ ସ୍ତରରୁ ଅମରତ୍ୱ ଦିଗରେ ଊର୍ଦ୍ଧ୍ୱାରୋହଣରେ ସହାୟତା ପ୍ରଦାନ କରିପାରିବେ। ସାଧାରଣ ମଣିଷଟି ମାନବ ସ୍ତରରୁ କେମିତି ଉତ୍ତୀର୍ଣ୍ଣ ହେବ, ଅମରତ୍ୱ ଦିଗରେ ଯାତ୍ରା କରିପାରିବ, ସେଥିରେ ସହାୟତା କରିବା ପାଇଁ ତାଙ୍କର ଚରିତ୍ରଟି ଉପସ୍ଥାପିତ ହୋଇଛି। ତାଙ୍କର ଦୀର୍ଘ 18 ବର୍ଷର ଦୁଷ୍କର ଯୋଗ ସାଧନାର ବିବରଣୀ ପାଠ କଲେ ଚେତନାରେ ଉଦ୍ଭାସିତ ହୁଏ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଊର୍ଦ୍ଧ୍ୱମୁଖୀ ଯୋଗାଭିଯାନ। ପ୍ରକାରାନ୍ତରେ ଅଶ୍ୱପତିଙ୍କର ଯୋଗ ଅଭିଯାନ ଶ୍ରୀ ଅରବିନ୍ଦଙ୍କର ହିଁ ଯୋଗ ଅଭିଯାନ। ତେଣୁ ଆମ ଚେତନାରେ ଉଦ୍ଭାସିତ ହୁଏ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଊର୍ଦ୍ଧ୍ୱମୁଖୀ ଯୋଗଯାତ୍ରା। ଅନ୍ୟ ଜଣକ ହେଲେ ରାଜର୍ଷିଙ୍କର କଠୋର ତପସ୍ୟାର ଫଳଶ୍ରୁତି ରୂପେ ଊର୍ଦ୍ଧ୍ୱରୁ ଅବତରଣ କରି ଆସିଥିବା ମହାଶକ୍ତି ସାବିତ୍ରୀ ଅନ୍ୟତମ ଚରିତ୍ର। ସବିତାଙ୍କର ଆତ୍ମଜା ସେ ସ୍ୱୟଂ ସବିତୃ ଶକ୍ତି, ଦିବ୍ୟ ପ୍ରତିଶ୍ରୁତି ଓ ସତ୍ୟର ମୂର୍ତ୍ତିମନ୍ତ ପ୍ରତିମା। ସିଏ କରିଛନ୍ତି ଗୋଟିଏ ବର୍ଷର କଠୋର ସାଧନା। ଅଶ୍ୱପତିଙ୍କର 18 ବର୍ଷର ସାଧନା, କିନ୍ତୁ ମା ସାବିତ୍ରୀ କରିଛନ୍ତି ଗୋଟିଏ ବର୍ଷର କଠୋର ସାଧନା। ଆଉ ତାଙ୍କର ଏ ଯୋଗଯାତ୍ରା ମୃତ୍ୟୁ ବିଜୟର ଅଭିଯାତ୍ରା। ଅନ୍ୟ ଏକ ଚରିତ୍ର ହେଲେ ସତ୍ୟବାନଙ୍କର ପିତା ଦ୍ୟୁମତ୍ସନ। ସେ ଥିଲେ ପରାକ୍ରମଶାଳୀ ସେନାଙ୍କର ଅଧିପତି ଏବଂ ନିଜେ ଜଣେ ମହାପରାକ୍ରମୀ ରାଜା। ଦ୍ୟୁ ଶବ୍ଦର ଅର୍ଥ ହେଉଛି ଦ୍ୟୁତି ବା ତେଜ। ସେ ଥିଲେ ମହା ତେଜସ୍ୱୀ, ମାତ୍ର ଭୋଗ ବିଳାସର ବଶବର୍ତ୍ତୀ ହୋଇ କାମନା ଓ ବାସନାର ପରିପୂର୍ତ୍ତି ହେତୁ କ୍ରମଶଃ ଶିଥିଳ ଓ ଦୁର୍ବଳ ହୋଇ ପଡ଼ିଲେ। ଫଳରେ ସେ ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହୋଇ ରାଜ୍ୟରୁ ବିତାଡ଼ିତ ହେଲେ, ଅରଣ୍ୟକୁ ନିର୍ବାସିତ ହେଲେ। ଆତ୍ମଜ୍ଞାନ ରୂପକ ଦୃଷ୍ଟି ହରେଇ ସେ ହେଲେ ଦୃଷ୍ଟିହୀନ, ଅନ୍ଧ। ଆତ୍ମଜ୍ଞାନ ଲୋପ ପାଇଥିଲା, ତେଣୁ ସେ ଅନ୍ଧ ବୋଲି ବିବେଚିତ ହେଲେ। ସଂସାର ରୂପୀ ଘୋର ଅନ୍ଧକାରାଚ୍ଛନ୍ନ ଅରଣ୍ୟରେ ସେ ଅନୁତପ୍ତ ହୋଇ ଆଲୋକ ସନ୍ଧାନରେ ଆକୁଳ ହୋଇ ଉଠିଥିଲେ। ଏ ସଂସାର ହେଉଛି ଘୋର ଅନ୍ଧକାରାଚ୍ଛନ୍ନ ଅରଣ୍ୟ ସଦୃଶ। ପ୍ରତୀକାତ୍ମକ ଭାବରେ ଯେଉଁ ଅରଣ୍ୟର ସୂଚନା ଦିଆଯାଇଛି, ଯେଉଁଠି ଦ୍ୟୁମତ୍ସନ କୁଟୀର ନିର୍ମାଣ କରି ବାସ କରୁଥିଲେ, ସେଠି ସେ ଅନୁତପ୍ତ ହୋଇ ଆଲୋକର ସନ୍ଧାନ କରୁଥିଲେ। ଏହି ସଙ୍କଟ ସମୟରେ ତାଙ୍କର ସଦ୍ଜ୍ଞାନ ସମ୍ପନ୍ନ ସୁପୁତ୍ର ସତ୍ୟବାନ ତାଙ୍କର ଦାୟିତ୍ୱ ବହନ କଲେ। କାହାଣୀର ଅନ୍ୟତମ ଚରିତ୍ର ହେଲେ ସତ୍ୟବାନ।
ତାଙ୍କର ଲୌକିକ ନାମଟି ଥିଲା ଚିତ୍ରାଶ୍ୱ। ଶୈଶବରେ ଚିତ୍ର ବିଚିତ୍ର ଅଶ୍ୱମାନଙ୍କ ସହ କ୍ରୀଡ଼ା କରୁଥିବାରୁ ଏପରି ନାମ ଧାରଣ କରିଥିଲେ। ତାଙ୍କ ନାମ ଚିତ୍ରାଶ୍ୱ ହେଇଥିଲା। ଚିତ୍ର ବିଚିତ୍ର ଅଶ୍ୱମାନଙ୍କ ସହିତ ଶୈଶବରେ ସେ କ୍ରୀଡ଼ାରତ ଥିଲେ। ଏହା ଥିଲା ତାଙ୍କ ଅପରିପକ୍ୱ ବୟସର ଇନ୍ଦ୍ରିୟ ବିଳାସ। ଚିତ୍ର ବିଚିତ୍ର ଅଶ୍ୱମାନଙ୍କ ସହିତ କ୍ରୀଡ଼ା କରିବା ତାଙ୍କର ସେତେବେଳେ ତାଙ୍କର ବୟସ ଥିଲା ଅପରିପକ୍ୱ ଏବଂ ଇଏ ଥିଲା ଗୋଟେ ଇନ୍ଦ୍ରିୟ ବିଳାସ। ଅଶ୍ଵ ଶବ୍ଦଟି ପ୍ରାଣଶକ୍ତିର ପ୍ରତୀକ। ଅଶ୍ଵ ଶବ୍ଦଟି ପ୍ରାଣଶକ୍ତିର ପ୍ରତୀକ। ପ୍ରାଣଟି ଆବେଗ ପ୍ରବଣ ଏବଂ ସମସ୍ତ ସ୍ନାୟବିକ କ୍ରିୟାର କେନ୍ଦ୍ର। ମାତ୍ର ଚିତ୍ରାଶ୍ୱ ବୟୋବୃଦ୍ଧି ସଙ୍ଗେ ସଙ୍ଗେ ଅନ୍ତର୍ଜ୍ଞାନର ପ୍ରଭାବରେ ଇନ୍ଦ୍ରିୟ ପ୍ରବେଗରୁ କ୍ରମଶଃ ମୁକ୍ତ ହେଉଥିଲେ। ଇନ୍ଦ୍ରିୟ ପ୍ରବେଗରୁ ମୁକ୍ତ ହେଲେ। ସତ୍ୟ ଆଚରଣ ଓ ସତ୍ୟ ପଥରେ ବଞ୍ଚିବାର ପ୍ରୟାସ ଯୋଗୁଁ ନାମ ହେଲା ସତ୍ୟବାନ। ସେ ଥିଲେ ଅଳ୍ପାୟୁ ମାନବ ଆତ୍ମାର ସେ ପ୍ରତୀକ। ସେ ଏକ ଅବତାର। ସତ୍ୟବାନ is the soul carrying the divine truth of being within itself, but descended into the grip of death and ignorance. ସତ୍ୟବାନ ସେଇ ଦିବ୍ୟ ଆତ୍ମା ଯିଏ ଦିବ୍ୟ ସତ୍ୟକୁ ନିଜ ସତ୍ତାରେ ଧାରଣ କରିଥିଲେ, କିନ୍ତୁ ମୃତ୍ୟୁ ଏବଂ ଅଜ୍ଞତାର ମୁଠା ଭିତରକୁ ଖସି ଆସିଥିଲେ। ରାଜର୍ଷି ଅଶ୍ୱପତି ଆଧ୍ୟାତ୍ମିକ ପ୍ରୟାସର ପ୍ରତୀକ ସ୍ୱରୂପ ମନୁଷ୍ୟର ଆତ୍ମାକୁ ନଶ୍ୱର ଜଗତ ମଧ୍ୟରୁ ଅମରତ୍ୱ ଦିଗରେ ଉତ୍ତୋଳିତ କରିବା ପାଇଁ ସଂକଳ୍ପବଦ୍ଧ। ଶ୍ରୀ ଅରବିନ୍ଦ ଅଶ୍ଵ ଶବ୍ଦକୁ କେବଳ ପ୍ରାଣଶକ୍ତିର ପ୍ରତୀକ ଭାବରେ ଗ୍ରହଣ ନ କରି ସମଗ୍ର ବିଶ୍ୱର ପ୍ରାଣଶକ୍ତି ଭାବେ ଉପସ୍ଥାପିତ କରିଛନ୍ତି। ସେ କେବଳ ଗୋଟେ ସାଧାରଣ ପ୍ରାଣଶକ୍ତିର ପ୍ରତୀକ ନୁହେଁ, ବିଶ୍ୱ ପ୍ରାଣଶକ୍ତି। ଏହି ଗାଥାକାବ୍ୟଟିର ପ୍ରଚ୍ଛଦପଟ ନାୟକ ହେଉଛନ୍ତି ଅଷ୍ଟପତିଙ୍କ ପ୍ରତିଭୁ ସ୍ୱୟଂ ଶ୍ରୀ ଅରବିନ୍ଦ। ସେ ହୋଇ ଉଠିଛନ୍ତି ଅନ୍ଧ ଅମାଚ୍ଛନ୍ନ ରାତ୍ରିର ଦୁଃସାହସିକ ଅଭିଯାତ୍ରୀ। ତାଙ୍କ ରଚିତ ଅନ୍ୟତମ କବିତା ଦି ପିଲଗ୍ରିମ ଅଫ ଦ ନାଇଟ ତାଙ୍କ ଦୁଷ୍କର ଯୋଗଯାତ୍ରାର ଅନ୍ୟତମ ଦଲିଲ। ନିଶ୍ଚେତନାର ଅତଳ ଗହ୍ୱରରେ ରାତ୍ରିର ତମସାଚ୍ଛନ୍ନ ମୂଢ ହୃଦୟକୁ ପ୍ରେମ ବଳରେ ଜୟ କରିବାକୁ ଆସିଛନ୍ତି ଏ ରାତ୍ରିର ଯାତ୍ରୀ। ନିଶ୍ଚେତନାର ଅତଳ ଗହ୍ୱରରେ ରାତ୍ରିର ତମସାଚ୍ଛନ୍ନ ମୂଢ ହୃଦୟକୁ ପ୍ରେମ ବଳରେ ଜୟ କରିବାକୁ ଆସିଛନ୍ତି ଏ ରାତ୍ରିର ଯାତ୍ରୀ। ଅବଚେତନା ଗହ୍ୱରର ଗଭୀର ଅନ୍ଧକାରକୁ ଦୂର କରିବା ପାଇଁ ବକ୍ଷରେ ଧାରଣ କରିଛନ୍ତି ଅମର ପ୍ରେମର ଅମ୍ଳାନ ଆଲୋକ। ତାଙ୍କ ବକ୍ଷରେ ରହିଛି ଦିବ୍ୟ ପ୍ରେମର ଆଲୋକ। ବାସବଦତ୍ତା ନାୟିକା ରାତ୍ରି ସହ ସାକ୍ଷାତର ପୂର୍ବ ନିର୍ଦ୍ଧାରିତ ସ୍ଥାନ ହେଉଛି ଅବଚେତନାର ଅତଳ ଗହ୍ୱର। ବାସବଦତ୍ତା ନାୟିକା ସେ ରାତ୍ରି, ତା ସହ ସାକ୍ଷାତର ପୂର୍ବର ସ୍ଥାନ ନିର୍ଦ୍ଧାରିତ ହେଇଛି, ଆଉ ସେ ସ୍ଥାନ ହେଉଛି ଅବଚେତନାର ଅତଳ ଗହ୍ୱର। ବକ୍ଷରେ ଦେବ ବିଭବ ଦିବ୍ୟ ପ୍ରେମର ଆଲୋକ ଧାରଣ କରି ରାତ୍ରିର ତମସାଚ୍ଛନ୍ନ ହୃଦୟକୁ ସେ ଆଲିଙ୍ଗନ ଦେବେ। ତାଙ୍କ ପ୍ରଭାସ ମନର ଉଜ୍ଜ୍ୱଳତା ଅବଗୁଣ୍ଠିତ। ଦିବ୍ୟ ଆତ୍ମାର ପ୍ରଶାନ୍ତ ଉଲ୍ଲାସକୁ ଛାଡ଼ି ଆସିଛନ୍ତି ଅନେକ ଦୂରରେ। ଛାୟାଚ୍ଛନ୍ନ ନିବିଡ଼ ତମସା ମଧ୍ୟରେ ଯାତ୍ରା ତାଙ୍କର ଏକ ଧୂସର ତଟଭୂମି ଉଦ୍ଦେଶ୍ୟରେ। ଛାୟାଚ୍ଛନ୍ନ ନିବିଡ଼ ତମସା, ତା ମଧ୍ୟରେ ତାଙ୍କର ଯାତ୍ରାର ଲକ୍ଷ୍ୟସ୍ଥଳ ହେଉଛି ଏକ ଧୂସର ତଟଭୂମି।
ସେ ଯାତ୍ରାର ଶେଷ କେଉଁଠି ତାହା ଅଜ୍ଞାତ। ପଥ ପ୍ରଦର୍ଶକ ସଦାଭାସ୍ୱର ଯେଉଁ ଈଶ୍ୱର, ସେ କେଉଁଠି ଆତ୍ମଗୋପନ କରିଛନ୍ତି, ପଥ ନିର୍ଦ୍ଦେଶ କରୁନାହାନ୍ତି। ସେହି ପରମ ଶ୍ରୁତଙ୍କର ସ୍ୱର ଶୁଣାଯାଉ ନାହିଁ। ରାତ୍ରିକୁ ପ୍ରୀତି କରିବାକୁ ଯାଉଥିବା ଏହି ବିସ୍ମୟକର ଯାତ୍ରୀ ଜଣକ ଜ୍ଞାତ ଯେ ତାଙ୍କର ଯାତ୍ରା ପଥରେ ଅଙ୍କିତ ପଦଚିହ୍ନ ଅମରତ୍ୱ ଦିଗରେ ହିଁ ପ୍ରସାରିତ। ରାତ୍ରିକୁ ପ୍ରୀତି ପ୍ରଦାନ କରିବାକୁ ଯାଉଥିବା ଏହି ଯାତ୍ରୀ ଜଣକ ଜାଣିଛନ୍ତି ସେ ଯେଉଁ ବାଟ ଦେଇ ଯାଉଛନ୍ତି, ଯେଉଁ ପଦଚିହ୍ନ ଅଙ୍କିତ ହେଉଛି, ତାହା ଅମରତ୍ୱ ଦିଗକୁ ହିଁ ନିର୍ଦ୍ଦେଶ କରୁଛି। ପ୍ରକାରାନ୍ତରେ ଏହା ଅମରତ୍ୱ ସନ୍ଧାନରେ ଶ୍ରୀ ଅରବିନ୍ଦଙ୍କର ଯୋଗଯାତ୍ରାର ଏକ ପରୋକ୍ଷ ପ୍ରତିଛବି। ନିଶ୍ଚେତନା ଗର୍ଭରୁ ଶ୍ରୀ ଅରବିନ୍ଦଙ୍କର ଯୋଗଯାତ୍ରା ଆରମ୍ଭ ହୋଇଥିଲା ନରକର କଣ୍ଟକାକୀର୍ଣ୍ଣ ପଥ ଦେଇ। ବିଶ୍ୱ ଜୀବନ ଜିଜ୍ଞାସା ଏବଂ ମାନବିକ ଏଷଣାର ପ୍ରତୀକ ଶ୍ରୀ ଅରବିନ୍ଦଙ୍କର ଇଏ ହେଉଛି ଯୋଗଯାତ୍ରା। ବିଶ୍ୱ ଏକ ବିଶାଳ ପ୍ରଶ୍ନବାଚୀ, ଏକ ରହସ୍ୟ ଘନ ପ୍ରହେଳିକା। ମନୁଷ୍ୟର ଅର୍ଦ୍ଧାଲୋକିତ ମନ ଖୋଜି ଚାଲିଛି ଉତ୍ତର, ପାଇନାହିଁ। ମନୁଷ୍ୟର ଅର୍ଦ୍ଧାଲୋକିତ ମନ ଯେଉଁ ଉତ୍ତର ଖୋଜୁଛି, କେଉଁ ସ୍ମରଣାତୀତ କାଳରୁ ରହି ଆସିଥିବା ଅନୁତ୍ତରିତ ଅନ୍ୱେଷାକ ଆତ୍ମସମାହିତ କରି ଚେତନାର ଅଭିଯାତ୍ରା ଆରମ୍ଭ କରିଛନ୍ତି ମହାଯୋଗୀ। One in the front of the immemorial quest, one in the front of the immemorial quest। ମୃତ୍ୟୁ କବଳିତ ଏହି ମର୍ତ୍ତ୍ୟପୁରୀକୁ ଶାଶ୍ୱତଙ୍କ ଚିରନ୍ତନ ଆବାସରେ ପରିଣତ କରିବା ଉଦ୍ଦେଶ୍ୟରେ ପରମଙ୍କ ପ୍ରତିନିଧି ରୂପେ ଯୋଗେଶ୍ୱରଙ୍କର ଧରାବତରଣ। ପାର୍ଥିବ ବେଦନା ଓ ଦୁଃଖ ଯନ୍ତ୍ରଣାକୁ ନିଜ ମଧ୍ୟରେ ଏକୀଭୂତ କରି ତା ସ୍ଥାୟୀ ପ୍ରତିକାର ନିମିତ୍ତ ସେ ସଂକଳ୍ପବଦ୍ଧ। ବିଶ୍ୱଗତ ଚେତନାକୁ ଧାରଣ କରି ସ୍ୱୟଂ ବିଶ୍ୱାତ୍ମା ବିଶ୍ୱାୟିତ ହୋଇଛନ୍ତି, ବିଶ୍ୱବ୍ୟାପ୍ତ ହୋଇଛନ୍ତି। ଏ ସମଗ୍ର ବିଶ୍ୱର ଚେତନାକୁ ନିଜ ମଧ୍ୟରେ ଧାରଣ କରି ସେହି ବିଶ୍ୱାତ୍ମା ପରମ ପୁରୁଷ ନିଜକୁ ବିଶ୍ୱାୟିତ କରିଛନ୍ତି। ଫଳରେ ବିଶ୍ୱର ପ୍ରତ୍ୟେକ ଜୀବ ସତ୍ତାଙ୍ଗ ମଧ୍ୟରେ ତାଙ୍କ ଚେତନ ଶକ୍ତି ସଞ୍ଚାରିତ ହେବ। ଯୋଗ ଦୃଷ୍ଟିରେ ଅନୁଧ୍ୟାନ କରୁଛନ୍ତି ଶ୍ରେଣୀବଦ୍ଧ ଚେତନା ସ୍ତର ସ୍ତର ହୋଇ ପରିବ୍ୟାପ୍ତ। ଶ୍ରେଣୀବଦ୍ଧ ଚେତନା ସ୍ତର ସ୍ତର ହୋଇ ପରିବ୍ୟାପ୍ତ ହୋଇ ରହିଥିବା ଲକ୍ଷ୍ୟ କରୁଛନ୍ତି ପ୍ରଭୁ। ସେହି ସବୁ ସୋପାନ ଶ୍ରେଣୀକୁ ଆରୋହଣ ପୂର୍ବକ ପ୍ରତ୍ୟେକ ସ୍ତରର ପରିସ୍ଥିତିକୁ ପର୍ଯ୍ୟବେକ୍ଷଣ କରିଚାଲିଛନ୍ତି ମହାଯୋଗୀ। ଏହି ସୋପାନ ମାନଙ୍କୁ ସେ ଆରୋହଣ କରୁଛନ୍ତି, ଊର୍ଦ୍ଧ୍ୱକୁ ଉଠୁଛନ୍ତି ଏବଂ ପ୍ରତ୍ୟେକ ସ୍ତରକୁ ନିରୀକ୍ଷଣ କରୁଛନ୍ତି। ଚେତନାର ପ୍ରତି ସ୍ତରକୁ ନିରୀକ୍ଷଣ କରି ସେ ଦେଖୁଛନ୍ତି କଣ ସବୁ ଘଟଣା ଘଟୁଛି ଚେତନାର ଏହି ଜଗତରାଜି ଏବଂ ତନ୍ମଧ୍ୟସ୍ଥ ସକଳ ଜୀବସତ୍ତା ପ୍ରପୀଡ଼ିତ, ବିପର୍ଯ୍ୟସ୍ତ, ତମଗ୍ରସ୍ତ ଏବଂ ଆତଙ୍କିତ। ଚେତନାର ସ୍ତର ଗୁଡ଼ିକରେ ଦେଖୁଛନ୍ତି ଯେ ସେଠି ଯେଉଁ ଜୀବସତ୍ତା ସବୁ ରହିଛନ୍ତି ସେମାନେ ଉତ୍ପୀଡ଼ିତ ହେଉଛନ୍ତି, ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଥ ଘନ ଅନ୍ଧକାରାଚ୍ଛନ୍ନ, ସତ୍ୟାଭିମୁଖୀ ସମସ୍ତ ଗତିବୃତ୍ତି ଭ୍ରଷ୍ଟାଚାର ଓ ବିପର୍ଯ୍ୟୟର ସମ୍ମୁଖୀନ। ସତ୍ୟ ଦିଗରେ କେହି ଉନ୍ମୁଖ ହେଇପାରିବେ ନାହିଁ। ଏହି ଅପଶକ୍ତି ମାନଙ୍କର ପ୍ରଭାବ ସେଠି ପ୍ରଭାବଶାଳୀ ହେଇ ରହିଛି। ପଥଟି ଅନ୍ଧକାରାଚ୍ଛନ୍ନ, ସତ୍ୟାଭିମୁଖୀ ସମସ୍ତ ଗତିବୃତ୍ତି ଭ୍ରଷ୍ଟାଚାର ଓ ବିପର୍ଯ୍ୟୟର ସମ୍ମୁଖୀନ। ନିଜର ଊର୍ଦ୍ଧ୍ୱମୁଖୀ ବିବର୍ତ୍ତନ ଯାତ୍ରାକୁ ସ୍ଥଗିତ ରଖି ସେ ନିବର୍ତ୍ତିତ ହେଲେ। ପ୍ରଭୁ ନିବର୍ତ୍ତିତ ହେଲେ ଊର୍ଦ୍ଧ୍ୱକୁ। ତାଙ୍କର ବିବର୍ତ୍ତନ ଯାତ୍ରା ଚାଲିଥିଲା ଊର୍ଦ୍ଧ୍ୱତର ସୋପାନ ସ୍ତର ଗୁଡ଼ିକୁ, ତାକୁ ସେ ସ୍ଥଗିତ ରଖିଲେ ଏବଂ ନିବର୍ତ୍ତିତ ହେଲେ, ପ୍ରତ୍ୟାବର୍ତ୍ତନ କଲେ ଚେତନାର ସର୍ବନିମ୍ନ ସ୍ତର ନିଶ୍ଚେତନାର ଗହ୍ୱର ମଧ୍ୟକୁ। ଊର୍ଦ୍ଧ୍ୱରୁ ସେ ତଳକୁ ଖସିଲେ
ନିଶ୍ଚେତନାର ଗହର ମଧ୍ୟରେ ପ୍ରବେଶ କଲେ, ଉପନୀତ ହେଲେ ସକଳ ଦୁର୍ଦ୍ଦଶା ଓ ଦୁର୍ଭାଗ୍ୟର ମୂଳ ଉତ୍ସ ନିକଟରେ। ନିଶ୍ଚେତନାର ଗହରରେ ରହିଛି ମାନବ ଜୀବନର ସକଳ ଦୁର୍ଦ୍ଦଶା ଓ ଦୁର୍ଭାଗ୍ୟର ମୂଳ ଉତ୍ସ। ସେଠି ଉପନୀତ ହେଲେ ପରମ ଯୋଗୀ ନରକର ସେହି ଦୁଃସାହସପୂର୍ଣ୍ଣ ରାଜ୍ୟରେ ଭୟଙ୍କର ଆକ୍ରମଣର ସମ୍ମୁଖୀନ ହେଲେ। ସାବିତ୍ରୀରେ ଲେଖାଯାଇଛି, ନରକର କଣ୍ଟକାକୀର୍ଣ୍ଣ ପଥ ଦେଇ ଊର୍ଦ୍ଧ୍ୱପଥର ଯାତ୍ରୀକୁ ଯାତ୍ରା କରିବାକୁ ହୁଏ। ଶ୍ରୀ ଅରବିନ୍ଦ ସେଇଠାରେ ସମ୍ମୁଖୀନ ହେଇଥିଲେ ଘନଘୋର ବିପତ୍ତିର। ସେତେବେଳେ ତାଙ୍କ ଓଷ୍ଠରେ ଏକ ପ୍ରାର୍ଥନା ଥିଲା ଏବଂ ଏକ ମହାନ ନାମ ଉଚ୍ଚାରିତ ହେଉଥିଲା। ସେ ମହାନ ନାମ ହେଉଛି ଦିବ୍ୟ ଜନନୀଙ୍କର ନାମ। ତେଣୁ ତାଙ୍କର ଏହି ଆହ୍ୱାନ ଦିବ୍ୟ ଜନନୀଙ୍କ ପାଖରେ ପହଞ୍ଚିଥିଲା ଏବଂ ଦିବ୍ୟ ଜନନୀଙ୍କ କୃପାରେ ଯୋଗଯାତ୍ରୀ ରହିଲେ ଅବିଚଳିତ। ବିପଦମୁକ୍ତ ହେଲେ, ଯାତ୍ରା ତାଙ୍କର ଅବ୍ୟାହତ ରହିଲା। ସେ ଅବିଚଳିତ ଭାବରେ ପୁନର୍ବାର ତାଙ୍କର ଯାତ୍ରା ଆରମ୍ଭ କଲେ ଯୋଗ ପଥରେ। କାରଣ and never can the mighty traveler rest, and never can the mystic voyage cease, and never can the mighty traveler rest, and never can the mystic voyage cease. ଶକ୍ତିଶାଳୀ ଯୋଗଯାତ୍ରୀ ନହେବେ ବିରତ, ରହସ୍ୟମୟ ଯୋଗଯାତ୍ରା ନହେବ ସ୍ଥଗିତ। ଶକ୍ତିଶାଳୀ ସେହି ଯୋଗଯାତ୍ରୀ କେବେ ହେଲେ ଯୋଗଯାତ୍ରାରୁ ବିରତ ହେବେ ନାହିଁ ଏବଂ ତାଙ୍କର ସେ ରହସ୍ୟମୟ ଯୋଗଯାତ୍ରା ମଧ୍ୟ ଅଟକି ଯିବ ନାହିଁ। ଦୁଃସାଧ୍ୟ ଯୋଗମାର୍ଗରେ ବହୁ ସଂଘାତ ଓ ସଂଘର୍ଷ ମଧ୍ୟରେ ଚେତନାର ବହୁ ସ୍ତର, ବହୁ ଭୂମି, ଲୋକଲୋକାନ୍ତର ଅତିକ୍ରମ କରି ତାଙ୍କର ଦୂରତ୍ୱ ଅଭିଯାନ ବିବର୍ତ୍ତନ ପଥରେ ଅବ୍ୟାହତ ରହିଲା। ଶ୍ରୀ ଅରବିନ୍ଦଙ୍କର ଯୋଗମାର୍ଗ ଥିଲା ଅତ୍ୟନ୍ତ ଦୁର୍ଗମ ଆଉ ଦୁଃସାଧ୍ୟ। ସେଥିରେ ବହୁ ସଂଘାତ ଓ ସଂଘର୍ଷର ସମ୍ମୁଖୀନ ସେ ହେଇଥିଲେ। ତା ସତ୍ତ୍ୱେ ଚେତନାର ବହୁ ସ୍ତର ଅତିକ୍ରମ କଲେ, ବହୁ ଭୂମିରେ ପ୍ରବେଶ କଲେ, ଲୋକଲୋକାନ୍ତର ଯାତ୍ରା କଲେ। ଏହି ଯାତ୍ରା ଥିଲା ତାଙ୍କର ଅବିବର୍ତ୍ତନ ପଥରେ ଅବ୍ୟାହତ ଯାତ୍ରା। ଶ୍ରୀ ଅରବିନ୍ଦଙ୍କ ଉକ୍ତିରେ ଆଖ୍ୟାନ ବର୍ଣ୍ଣିତ ଚରିତ୍ର ଗୁଡ଼ିକ ହେଲେ ଜୀବନ୍ତ ଓ ସଚେତନ ଶକ୍ତିମାନଙ୍କର ଅବତାର। ଶ୍ରୀ ଅରବିନ୍ଦ କହନ୍ତି, ଆଖ୍ୟାନରେ ଯେଉଁ ଚରିତ୍ର ମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସେମାନେ ସବୁ କେବଳ ମୁକ ଚରିତ୍ର ନୁହନ୍ତି, ସେମାନେ ହେଉଛନ୍ତି ଜୀବନ୍ତ ଓ ସଚେତନ ଶକ୍ତି। ମାନବ ଚେତନାର ବିବର୍ତ୍ତନ ବା ଉଦ୍ବର୍ତ୍ତନ ପାଇଁ ସେମାନେ ଶରୀର ଧାରଣ କରିଛନ୍ତି। এই କାବ୍ୟଟିରେ ବିବର୍ତ୍ତନର କଥା ଅଛି। ଆଉ ସିମ୍ବଲିକ କାବ୍ୟଟି ପ୍ରତୀକାତ୍ମକ, ଏହାରି ଉପରେ ଆଲୋକପାତ କରିବାକୁ କୁହାଯାଇଛି। ତେଣୁ ମାନବ ଚେତନାର ବିବର୍ତ୍ତନ କଥା ଏଠି ରହିଛି। ସେ ମାନବର ବିବର୍ତ୍ତନ ଆଉ ଉଦ୍ବର୍ତ୍ତନ ପାଇଁ ଏମାନେ, ଏହି ଶକ୍ତିମାନେ ମୂର୍ତ୍ତିମନ୍ତ ହେଇଛନ୍ତି, ଶରୀର ଧାରଣ କରିଛନ୍ତି। କାହାଣୀଟି ପ୍ରତୀକ ସମୃଦ୍ଧ ଏବଂ ସେଥିରେ ଅଦ୍ଭୁତ ଆଧ୍ୟାତ୍ମିକ ମହତ୍ଵ ରହିଛି। ପୃଥିବୀରେ ଯେଉଁ ସତ୍ୟ ସବୁ ପ୍ରକାଶିତ ହେବାକୁ ଯାଉଛି, ସେ ସବୁ ପ୍ରତୀକ ଭାବେ କାବ୍ୟରେ ଉପସ୍ଥାପିତ ହୋଇଛନ୍ତି। ପ୍ରତୀକ ଗୁଡ଼ିକ ସୂକ୍ଷ୍ମ ଅଧ୍ୟାତ୍ମ ରାଜ୍ୟରୁ ଉତ୍ତୋଳିତ। ଏ ପ୍ରତୀକ ମାନଙ୍କୁ ତୋଳି ଆଣିଛନ୍ତି କବି ସୂକ୍ଷ୍ମ ଆଧ୍ୟାତ୍ମିକ ରାଜ୍ୟରୁ। ଶ୍ରୀ ଅରବିନ୍ଦ କହନ୍ତି, in mystic poetry the symbol ought to be as much as possible the nature body of the inner truth or vision itself, intimate part of the experience. In mystic poetry, the symbol ought to be as much as possible the natural body of the inner truth or vision itself, intimate part of the experience. ଗୁହ୍ୟବାଦୀ ବା ରହସ୍ୟ ଧର୍ମୀ କାବ୍ୟର ପ୍ରତ୍ୟେକ ପ୍ରତୀକ ଗୁହ୍ୟବାଦୀ ବା ରହସ୍ୟ ଧର୍ମୀ କାବ୍ୟର
ପ୍ରତିଟି ପ୍ରତୀକ ଯେତେଦୂର ସମ୍ଭବ ଅଧିକ ଆନ୍ତର ସତ୍ୟ ବା ସତ୍ୟ ଦୃଷ୍ଟିର ସ୍ୱାଭାବିକ ଅଙ୍ଗ ହେବା ଉଚିତ ଏବଂ ସେଗୁଡ଼ିକ ଆଧ୍ୟାତ୍ମିକ ଅଭିଜ୍ଞତାର ଗୋଟିଏ ଗୋଟିଏ ଅଂଶ ହେବା ଆବଶ୍ୟକ। ସାବିତ୍ରୀ ସେହିଭଳି ଏକ ପ୍ରତୀକାତ୍ମକ ମହାକାବ୍ୟ ଏବଂ ଏହା ସିମ୍ବଲ ଡନ୍ ବା ପ୍ରତୀକ ଉତ୍ସାହରୁ ଆରମ୍ଭ ହୋଇଛି। ଏହି ପ୍ରତୀକାତ୍ମକ ମହାକାବ୍ୟ ଆରମ୍ଭ ହୋଇଛି ସିମ୍ବଲ ଡନ୍ ବା ପ୍ରତୀକ ଉତ୍ସାହରୁ। ଏକ ଘନ ତାମସୀ ରାତ୍ରିର ନିଶ୍ଚେତନା ମଧ୍ୟରୁ ଦେବକନ୍ୟା ଉଷାଙ୍କର ଆବିର୍ଭାବ ଘଟୁଛି। ଏକ ଘନ ତାମସୀ ରାତ୍ରିର ନିଶ୍ଚେତନା ମଧ୍ୟରୁ ଦେବକନ୍ୟା ଉଷାଙ୍କର ଆବିର୍ଭାବ ଘଟୁଛି। ଦେବଲୋକର କନ୍ୟା ଉଷା ଏବଂ ତାଙ୍କର ଭଗ୍ନୀ ରାତ୍ରି ଏକ ହିଁ ଶାଶ୍ୱତଙ୍କର ସମ୍ମୁଖ ଓ ବିପରୀତ ପାର୍ଶ୍ୱ। କାବ୍ୟର ପ୍ରଥମ ଅଧ୍ୟାୟର ପ୍ରଥମ ଧାଡ଼ିଟି ହେଉଛି It was the hour before the gods awake. ବିଶ୍ୱ ଦେବଗଣଙ୍କର ଜାଗରଣର ପୂର୍ବ ମୁହୂର୍ତ୍ତ। ସମସ୍ତ କାବ୍ୟର ଅଭ୍ୟନ୍ତରକୁ ପ୍ରବେଶ କରିବାର ମୁଖ୍ୟଶାଳା ହେଉଛି ଏହି ପଦଟି, ଏହି ପ୍ରଥମ ଧାଡ଼ିଟି। ବିଶ୍ୱ ଦେବଗଣଙ୍କର ଜାଗରଣର ପୂର୍ବ ମୁହୂର୍ତ୍ତ। It was the hour before the gods awake. ଇଏ ସମସ୍ତ ମହାକାବ୍ୟର ଅଭ୍ୟନ୍ତରକୁ ପ୍ରବେଶ କରିବାର ମୁଖ୍ୟଶାଳା। ନିଶ୍ଚେତନାର ଜଡୀଭୂତ ଆବରଣକୁ ଭେଦ କରି ମହାପ୍ରାଣର ଆବେଗମୟ ସ୍ପନ୍ଦନର ସ୍ଫୁରଣ ଘଟୁଛି। ନିଶ୍ଚେତନାର ଜଡୀଭୂତ ଆବରଣକୁ ଭେଦ କରି ମହାପ୍ରାଣର ଆବେଗମୟ ସ୍ପନ୍ଦନର ସ୍ଫୁରଣ। ନିସ୍ତବ୍ଧ ନିଶ୍ଚେତନାର ଶଯ୍ୟାରେ ସ୍ଥାୟିତ ବିମୂଢ ବିଶାଳ ରାତ୍ରି ପ୍ରତୀକ୍ଷାତାର ସେହି ସୌରଦୀପ୍ତ ପ୍ରଭାତକୁ ଯେତେବେଳେ ଦେବତାମାନେ ଜାଗ୍ରତ ହୋଇ ଉଠିବେ। ରାତ୍ରି ସଂଗ୍ନ କରିଛି ଏକ ନିଶ୍ଚେତନାର ଶଯ୍ୟାରେ ସେ ବିମୂଢ, ସେ ପ୍ରତୀକ୍ଷାରତ ସୌରଦୀପ୍ତ ପ୍ରଭାତକୁ, ଯୋଉ ସମୟରେ ଦେବତାମାନଙ୍କର ଜାଗୃତି ଆସିବ। ସ୍ୱୟଂ ସ୍ରଷ୍ଟା ସୃଷ୍ଟିର ସମସ୍ତ ସମ୍ଭାବନାକୁ ନିଜ ମଧ୍ୟରେ ସମାହିତ କରି ମହାନିଶାର ଗର୍ଭରେ ଯୋଗ ନିଦ୍ରା ମଗ୍ନ। ସ୍ୱୟଂ ସ୍ରଷ୍ଟା ଯିଏ ସୃଷ୍ଟି କରିଛନ୍ତି, ଏ ସୃଷ୍ଟିର ଯେତେ ସମ୍ଭାବନା ତାକୁ ନିଜ ମଧ୍ୟରେ ଧାରଣ କରି ମହାନିଶାର ଗର୍ଭରେ ଯୋଗ ନିଦ୍ରା ମଗ୍ନ। ସୃଷ୍ଟି ସଂରଚନା ପାଇଁ ନିଶ୍ଚେତନା ମଧ୍ୟକୁ ତାଙ୍କର ଅବତରଣ। ସୃଷ୍ଟିକୁ ନିର୍ମାଣ କରିବେ, ନିଶ୍ଚେତନା ମଧ୍ୟରୁ ସୃଷ୍ଟି ଉଠିବ। ତେଣୁ ସେ ନିଶ୍ଚେତନାର ଗର୍ଭକୁ ଅବତରଣ କରିଛନ୍ତି। ନିଶ୍ଚେତନାର ଏହି ଗହ୍ୱରଟି ହେଉଛି ସୃଷ୍ଟିର ଏକ ଗର୍ତ୍ତ। ଉଷା ଉଦୟର ପୂର୍ବ ମୁହୂର୍ତ୍ତଟିର ବର୍ଣ୍ଣନାରୁ ପ୍ରତୀକ ଉଷା ସର୍ଗଟି ଆରମ୍ଭ ହୋଇଛି। ଉଷା ଉଦୟର ପୂର୍ବ ମୁହୂର୍ତ୍ତଟିର ବର୍ଣ୍ଣନାରୁ ପ୍ରତୀକ ଉଷା ସର୍ଗଟି ଆରମ୍ଭ ହୋଇଛି। ଏହା ହିଁ ସୃଷ୍ଟି ଚକ୍ରର ଆଦ୍ୟ ଅବସ୍ଥା। ଏହି ଉଷାର ପ୍ରତୀକାତ୍ମକ ଦୁଇଟି ଅର୍ଥ ରହିଛି। ଗୋଟିଏ ହେଲା ଜାଗତିକ ଅର୍ଥ, ଯେଉଁ ଉଷା କାଳରେ ସତ୍ୟବାନ ମୃତ୍ୟୁର ସମ୍ମୁଖୀନ ହେବେ। ଗୋଟେ ଜାଗତିକ ଅର୍ଥ, ଏହି ଉଷା କାଳରେ ସତ୍ୟବାନ ମୃତ୍ୟୁର ସାମ୍ନା କରିବେ। ପୁନଶ୍ଚ ଏହା ସାବିତ୍ରୀଙ୍କ ଜାଗରଣର ଉଷା, ଯେତେବେଳେ ସେ କାଳାନ୍ତକ ଯମକୁ ଭେଟିବେ, ସତ୍ୟବାନ ମୃତ୍ୟୁର ସମ୍ମୁଖୀନ ହେବେ ଏବଂ ମା ସାବିତ୍ରୀ ମହାକାଳକୁ ଭେଟିବେ ସେହି ଉଷାରେ। ଅନ୍ୟ ଅର୍ଥଟି ହେଉଛି ଏକ ମହାଜାଗତିକ ଉଷା, ସୃଷ୍ଟିର ଆଦ୍ୟ ମୁହୂର୍ତ୍ତର ପ୍ରତୀକାତ୍ମକ ଉଷା। ଉଷାର ଦୁଇଟି ଅର୍ଥ ଅଛି। ଏକ ଅତିକାୟ ଭୀଷଣ ଅମାରାତ୍ରି ଶଙ୍କାକୁଳ ଚିତ ନେଇ ଏକାକିନୀ ଶୋଇ ରହିଛି। ଅତିକାୟ ଭୀଷଣ ଅମାରାତ୍ରି ଶଙ୍କାକୁଳ ଚିତ ନେଇ ଏକାକିନୀ ଶୋଇ ରହିଛି। ଇଏ ସେହି ରାତ୍ରି ଯାହାକୁ ସତ୍ୟବାନଙ୍କ ଜୀବଦଶାର ଶେଷ ରାତ୍ରି ଭାବରେ ବର୍ଣ୍ଣନା କରାଯାଇଛି।
ସେହି ଭୟଙ୍କର ଅମରାତ୍ରିର ଆତଙ୍କ ମଧ୍ୟରେ ନୀରବରେ ଯୋଗାରୂଢ଼ା ଅଛନ୍ତି ମା ସାବିତ୍ରୀ। ସେ ରାତ୍ରିରେ ଯୋଗମଗ୍ନା ଯୋଗାରୂଢ଼ା ମା ସାବିତ୍ରୀ। ଭୟାନକ ରାତ୍ରିଟି ଏକ ଭୟଙ୍କର ଆରଣ୍ୟକ ରଜନୀର ପ୍ରତୀକ। ସେ ଭୟଙ୍କର ରାତ୍ରି ଭୟାନକ ଆରଣ୍ୟକ ରଜନୀର ପ୍ରତୀକ। ସେ ନିଶ୍ଚେତନାର ଜଡ଼ତା ଓ ଅନ୍ଧକାରର ପ୍ରଗାଢ଼ତା ମଧ୍ୟରେ ଅନ୍ତଃସ୍ଥଳକୁ ମନ୍ଥନ କରି ଶୁଣାଯାଉଛି ହତାଶାର ଦୀର୍ଘ ଶ୍ୱାସ। ନିଶ୍ଚେତନାର ଜଡ଼ତା ଓ ଅନ୍ଧକାରର ପ୍ରଗାଢ଼ତା, ତାରି ମଧ୍ୟରେ ଅନ୍ତଃସ୍ଥଳକୁ ମନ୍ଥନ କରି ଶୁଣାଯାଉଛି ହତାଶାର ଦୀର୍ଘ ଶ୍ୱାସ। ସାବିତ୍ରୀଙ୍କ ଜୀବନ କାଳର ଅନେକ ରାତ୍ରି ମଧ୍ୟରୁ ଇଏ ମଧ୍ୟ ଏକ ରାତ୍ରି। କେତେ ରାତ୍ରି ବିତେଇଛନ୍ତି ସେ, ତା ମଧ୍ୟରୁ ଇଏ ଗୋଟିଏ ରାତ୍ରି। ଏ ରାତ୍ରି ଅନନ୍ୟ। ଏଭଳି ଏକ କାଳରାତ୍ରିକୁ ସାମନା କରୁଛନ୍ତି ସାବିତ୍ରୀ। ମାନବୀ ରୂପରେ ମହାଦେବୀ ଜାଗତିକ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହୋଇଛନ୍ତି। ସେ ମହାଦେବୀ ଅମର ଧାମରୁ ଯେ ଅବତରଣ କରିଛନ୍ତି, ସେ ମାନବୀ ରୂପ ଧାରଣ କରିଛନ୍ତି। ତେଣୁ ମାନବ ସୁଲଭ ଯାହା ଯନ୍ତ୍ରଣା ଅଛି ତାକୁ ସେ ଭୋଗିବା ପାଇଁ ବାଧ୍ୟ ହୋଇଛନ୍ତି। ରାତ୍ରିର ଚେତନା ସହ ସେ ଏକାତ୍ମ। ଇଏ ତାଙ୍କ ଚେତନାର ଅମାଚ୍ଛନ୍ନ ରାତ୍ରି। ସେଇ ଘୋର ଅନ୍ଧକାରାଚ୍ଛନ୍ନ ରାତ୍ରିର ଚେତନା ସହିତ ଏକାତ୍ମ ସେ। ଇଏ ତାଙ୍କ ଚେତନାର ମଧ୍ୟ ସେ ଅମାଚ୍ଛନ୍ନ ରାତ୍ରି। ତାଙ୍କ ଅଧ୍ୟାତ୍ମ ସତ୍ତାର ଅନ୍ଧ ତାମସୀ, ତାଙ୍କ ଅଧ୍ୟାତ୍ମ ସତ୍ତାରେ ହେଉଛି ଅନ୍ଧ ତାମସୀ, ତାମସିକ ରାତ୍ରି। ମାନୁଷୀ କଳେବର ଅନ୍ତର୍ଭୁକ୍ତ ସବିତୃ ଚେତନାର ଜାଗରଣ ଇଏ ହେଉଛି ପୂର୍ବ ମୁହୂର୍ତ୍ତ। ତାଙ୍କ ମାନୁଷୀ କଳେବରରେ ଅନ୍ତର୍ନିହିତ ରହିଛି ଯୋଉ ସବିତୃ ଚେତନା, ସେ ଚେତନା ଜାଗ୍ରତ ହବ। ସେଇ ଚେତନା ଜାଗରଣର ଇଏ ହେଉଛି ପୂର୍ବ ଅବସ୍ଥା, ପ୍ରତୀକ ଉଷା। ଏ ରାତ୍ରି ଯେପରି ଅସମାପ୍ତ, କାରଣ ସବିତାଙ୍କ ଆବିର୍ଭାବ ଘଟି ନାହିଁ ଏବେ ବି। ଏ ରାତ୍ରିର ସ୍ରଷ୍ଟା କିନ୍ତୁ ଆଲୋକର ଦେବତା ସ୍ୱୟଂ ସୂର୍ଯ୍ୟ ଦେବତା। ସେ ରାତ୍ରିର ସ୍ରଷ୍ଟା, ମାତ୍ର ସେ ଅନ୍ଧକାର ପଶ୍ଚାତରେ ଅବସ୍ଥାନ କରିଛନ୍ତି। ଅନ୍ଧକାର ହିଁ ଆଲୋକକୁ ନିଜ ପଶ୍ଚାତରେ ଲୁଚେଇ ରଖେ। ସେ ଅନ୍ଧକାରର ପଶ୍ଚାତରେ ଅବସ୍ଥାନ କରିଛନ୍ତି ସୂର୍ଯ୍ୟ ଦେବତା। ତାଙ୍କ ପ୍ରକାଶର ହୁଏତ ନିର୍ବାଚିତ ଲଗ୍ନ ଆସିନାହିଁ, ପ୍ରକାଶ ହଉନାହାନ୍ତି। ନିରୂପିତ ଲଗ୍ନଟି ବୋଧେ ଉପସ୍ଥିତ ହୋଇନାହିଁ। ତାମସୀ ରାତ୍ରିରେ ତପଲଗ୍ନ ସାବିତ୍ରୀ ପ୍ରତୀକ୍ଷା କରିଛନ୍ତି ଉଷାର ଆଗମନୀକୁ। ରାତ୍ରିର ଦୁର୍ଭେଦ୍ୟ ତିମିର ମଧ୍ୟରେ ସ୍ପନ୍ଦିତ ହେଉଛି ଆଲୋକର ସ୍ପନ୍ଦନଟିଏ। ସେ ଦୁର୍ଭେଦ୍ୟ ଅନ୍ଧକାର ଭିତରେ ସ୍ପନ୍ଦନ ତୋଳୁଛି ଆଲୋକର ଶିଖାଟିଏ, ସ୍ପନ୍ଦିତ ହେଉଛି। ସତେଅବା ଅଳକାପୁରୀରୁ ଅବତରି ଆସୁଛନ୍ତି ଦିବ୍ୟ ଉଷା। କବି ରୂପରେ ଶ୍ରୀ ଅରବିନ୍ଦ ବର୍ଣ୍ଣନା କରିଛନ୍ତି ଉଷା କାଳକୁ। ଯୋଗୀ ରୂପରେ ସଂକେତ ଦେଉଛନ୍ତି ଆଧ୍ୟାତ୍ମିକ ଜାଗରଣର ପୂର୍ବ ମୁହୂର୍ତ୍ତକୁ। ଦୁଇଟି କଥା ଏଠି ରହିଛି। ଶ୍ରୀ ଅରବିନ୍ଦ ମହାକବି କବି ରୂପରେ ସେ ବର୍ଣ୍ଣନା କରିଛନ୍ତି ଉଷା କାଳର ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ, ଆଉ ଯୋଗୀ ରୂପରେ ସଂକେତ ଦେଉଛନ୍ତି ଆଧ୍ୟାତ୍ମିକ ଜାଗରଣର ପୂର୍ବ ମୁହୂର୍ତ୍ତକୁ। ରାତ୍ରିର ଅବସାନ ଘଟିଛି। ପୂର୍ବାଶାର ଭଲ ପଟରେ ରଙ୍ଗର ଚିତ୍ରଶାଳା। ଉଷାର ଉଦୟ ହବ, ଅନ୍ଧକାର ହଟି ଯାଉଛି। ପୂର୍ବାଶା ବା ପୂର୍ବ ଦିଗ ଚିତ୍ରିତ ହେଉଛି, ରଙ୍ଗର ମହୋତ୍ସବ ଲାଗିଛି। ଅଜ୍ଞାନତା ଓ ଅନ୍ଧକାରର ଆବରଣ କ୍ରମଶଃ ଖସି ପଡୁଛି। All darkness fell and slept like a falling cloak. ଏକ ଖସି ପଡୁଥିବା ପୋଷାକ ଭଳି ଅନ୍ଧକାର ବିଫଳ ହେଇ ଖସି ଯାଉଛି। ରାତ୍ରିର ପରିଧାନ ଖସି ପଡୁଛି। ସୌର ଦୀପ୍ତିରେ ଉଦ୍ଭାସିତ ଗଗନ ମଣ୍ଡଳ। ଧରିତ୍ରୀ ଦିଗରେ ଉଷା ଅବନମିତ ହୋଇ ଆସୁଛନ୍ତି, ନଇଁ ଆସୁଛନ୍ତି ପୃଥିବୀ ପୃଷ୍ଠକୁ ଦିବ୍ୟ ଉଷା। ଧରିତ୍ରୀ ଊର୍ଦ୍ଧ୍ୱମୁଖୀ ହେଉଛି। ଧରିତ୍ରୀ ଦିଗରେ ଯେତେବେଳେ ଅବନମିତ ହେଉଛନ୍ତି ଉଷା, ସେ ସମୟରେ ଧରିତ୍ରୀ ମଧ୍ୟ ଊର୍ଦ୍ଧ୍ୱମୁଖୀ ହେଉଛି।
ଜ୍ୟୋତି ରୂପରେ ଦିବ୍ୟ କରୁଣା ଝରି ପଡୁଛି। ଉଷାଙ୍କର ଯୋଉ ଜ୍ୟୋତି ସେ ଦିବ୍ୟ କରୁଣାର ପ୍ରତୀକ। ଜ୍ୟୋତି ରୂପରେ ଦିବ୍ୟ କରୁଣା ଝରି ପଡୁଛି। ସ୍ୱୟଂ ପରମେଶ୍ୱରୀ ଉଷା ରୂପରେ ରଶ୍ମି ପ୍ଲାବନରେ ପ୍ରଗାଢ଼ ଅନ୍ଧକାରକୁ ଅପସାରିତ କରୁଛନ୍ତି। ପରମେଶ୍ୱରୀ ଉଷା ରୂପରେ ଆବିର୍ଭୂତ ହୋଇଛନ୍ତି। ତାଙ୍କର ଦିବ୍ୟ ରଶ୍ମି ପ୍ଲାବନରେ ପ୍ରଗାଢ଼ ଅନ୍ଧକାରକୁ ସେ ଅପସାରିତ କରୁଛନ୍ତି। ନିମ୍ନ ଚେତନାର ଅଜ୍ଞାନ ଅନ୍ଧାର ଘେରା ଧରଣୀରେ ମାନସୀ ତନୁଧାରିଣୀ ସାବିତ୍ରୀ ଦିବ୍ୟ ଚେତନାର ଦ୍ୟୁତିକୁ ବିସ୍ତାରିତ କରୁଛନ୍ତି। ଏ ଜଗତ ହେଉଛି ନିମ୍ନ ଚେତନାର ଅନ୍ଧକାରାଚ୍ଛନ୍ନ ଅଜ୍ଞାନ ଜଗତ। ସେଠି ମାନସୀ ତନୁ ଧାରଣ କରିଥିବା ସାବିତ୍ରୀ କିନ୍ତୁ ଦିବ୍ୟ ଚେତନାର ଦ୍ୟୁତିକୁ ବିସ୍ତାରିତ କରିବାକୁ ଭୁଲି ନାହାନ୍ତି। ରହସ୍ୟ ଘନ ଅନ୍ଧକାରର ଅନ୍ତ ଘଟାଇ ଯେଉଁ ଉଷାଙ୍କର ଆଗମନ ଘଟୁଛି, ଶ୍ରୀ ଅରବିନ୍ଦ ତାଙ୍କୁ ପ୍ରତୀକାତ୍ମକ ଭାବରେ ଦିବ୍ୟ ଦୂତି ଭାବରେ ଉପସ୍ଥାପନ କରିଛନ୍ତି। ଯୋଉ ରହସ୍ୟ ଘନ ଅନ୍ଧକାର ସୃଷ୍ଟିକୁ ବେଢି ରହିଛି, କ୍ରମଶଃ ତାହାର ଅନ୍ତ ଘଟୁଛି, ଉଷାଙ୍କର ଆବିର୍ଭାବ ହେଉଛି। ଯେଉଁ ଉଷା ଆଗମନ କରୁଛନ୍ତି, ଶ୍ରୀ ଅରବିନ୍ଦ ତାଙ୍କୁ ଦିବ୍ୟ ଦୂତି ଭାବରେ ଉପସ୍ଥାପନ କରିଛନ୍ତି। ସମୟ ବୋଧେ ଉତ୍ତୀର୍ଣ୍ଣ ହେଇ ଆସୁଛି। ଠିକ ଅଛି, ତାକୁ ପ୍ରତୀକାତ୍ମକ ଭାବରେ ଦିବ୍ୟ ଦୂତି କହିଛନ୍ତି ଶ୍ରୀ ଅରବିନ୍ଦ। ସାବିତ୍ରୀ ଉଲ୍ଲେଖ କରିଛନ୍ତି, ଏ ଫର୍ମ ଫ୍ରମ୍ ଫାର ବିଉଟିଚୁଡ seemed to near, ambassadress twixt eternity and change, because the omniscient goddess leaned across the breadths that wrap the fated journeyings of the stars and saw the spaces ready for her feet. ସୁଦୂର ଅଳକା ଧାମୁ ଆସୁଛନ୍ତି ଦେବୀ ଏକ ଦିବ୍ୟ ଦୂତି ରୂପେ, ଯୋଡ଼ିବାକୁ ଶାଶ୍ୱତଙ୍କୁ ନଶ୍ୱର ସହିତ। ସର୍ବଦର୍ଶୀ ମହାଶକ୍ତି ହୁଅନ୍ତି ଆଗତ, ଅତିକ୍ରମୀ ଦିଗନ୍ତର ପ୍ରସାରିତ ପ୍ରସ୍ଥ, ଯାହା ସବୁ କରିଛି ଆବୃତ ନିୟତି ନିର୍ଦ୍ଦିଷ୍ଟ ତାରକାଙ୍କ ଯାତ୍ରାପଥ। ଦେଖୁଛନ୍ତି ହୋଇ ସେ ଅନତ, ତାଙ୍କ ପଦପାତ ପାଇଁ ସ୍ଥାନମାନ ରହିଛି ପ୍ରସ୍ତୁତ। ସୁଦୂର ଅଳକା ଧାମୁ ଆସୁଛନ୍ତି ଦେବୀ ଏକ ଦିବ୍ୟ ଦୂତି ରୂପେ। କାହିଁକି ଆସୁଛନ୍ତି? ଯୋଡ଼ିବାକୁ ଶାଶ୍ୱତଙ୍କୁ ନଶ୍ୱର ସହିତ। ସର୍ବଦର୍ଶୀ omniscient, ସର୍ବଦର୍ଶୀ ମହାଶକ୍ତି ହୁଅନ୍ତି ଆଗତ, ଅତିକ୍ରମୀ ଦିଗନ୍ତର ପ୍ରସାରିତ ପ୍ରସ୍ଥ, ଯାହା ସବୁ କରିଛି ଆବୃତ ନିୟତି ନିର୍ଦ୍ଦିଷ୍ଟ ତାରକାଙ୍କ ଯାତ୍ରାପଥ। ଦେଖୁଛନ୍ତି ହୋଇ ସେ ଅନତ, ତାଙ୍କ ପଦପାତ ପାଇଁ ସ୍ଥାନମାନ ରହିଛି ପ୍ରସ୍ତୁତ। ଇଏ ହେଉଛନ୍ତି ସେଇ ପରମ ସ୍ୱର୍ଗୀୟ ନାନ୍ଦନିକ ଆଲୋକ ଓ ଆନନ୍ଦର ଉଚ୍ଛାରିତ ଏକ ସ୍ରୋତ। ଇଏ ହେଉଛନ୍ତି ସେଇ ପରମ ସ୍ୱର୍ଗୀୟ ନାନ୍ଦନିକ ଆଲୋକ ଓ ଆନନ୍ଦର ଉଚ୍ଛାରିତ ଏକ ସ୍ରୋତ। ଚେତନାର ସର୍ବୋଚ୍ଚ ଶିଖରରୁ ନିଶ୍ଚେତନାର ଅମାଚ୍ଛନ୍ନ ଗହର ମଧ୍ୟକୁ ଆଦିମ ସେ ଅନ୍ଧକାରକୁ ବିଦୀର୍ଣ୍ଣ କରିବାକୁ ତାଙ୍କର ଆଗମନ। ଆଇଛନ୍ତି ଚେତନାର ସର୍ବୋଚ୍ଚ ସ୍ତରରୁ, ଶିଖରରୁ। ଗତି ତାଙ୍କର ନିଶ୍ଚେତନାର ଅମାଚ୍ଛନ୍ନ ଗହର। କାର୍ଯ୍ୟ ଆଦିମ ସେ ଅନ୍ଧକାରକୁ ସେ ବିଦୀର୍ଣ୍ଣ କରିବେ। A burning love from spiritual founts annulled the sorrow of the ignorant death. ପ୍ରଜ୍ୱଳ ପ୍ରେମର ବହ୍ନି ଶୁଭ୍ର ଆଧ୍ୟାତ୍ମିକ ଉତ୍ସ ମଧ୍ୟ ପ୍ରବେଶିଲା କରିବାକୁ ଅନ୍ତ ଅଜ୍ଞତାର ଦୁଃଖ ସେହି ଅତଳ ଗର୍ଭରୁ। A lamp was lit, a sacred image made, a meditating ray has tossed the earth, bridging the gulf between man's mind and God's. Its brightness linked our tangents to the unknown. A lamp was lit, a sacred image made, a meditating ray has tossed the earth, bridging the gulf between man's mind and God's. Its brightness linked our tangents to the unknown.
ଦୀପଟିଏ ହେଲା ପ୍ରଜ୍ୱଳିତ, ଦୀପଟିଏ ହେଲା ପ୍ରଜ୍ୱଳିତ, ପବିତ୍ର ପ୍ରତିମା ଏକ ସ୍ପର୍ଶ କଲା ଧରା, ତପସ୍ୟାର ରଶ୍ମିଟିଏ ଛୁଇଁଗଲା ମାଟି, ମାନବୀୟ ମନ ଆଉ ଦେବତା ମାନସ ମଧ୍ୟରେ ବାନ୍ଧିଦେଲା ସଂଯୋଗର ସେତୁ। ଉଜ୍ଜ୍ୱଳତା ତାର ଯୋଡ଼ିଦେଲା ନଶ୍ୱରତା, ନଶ୍ୱରତା ଆମ ଶାଶ୍ୱତ ସେ ଅଜ୍ଞାତଙ୍କ ସାଥେ। ଉଜ୍ଜ୍ୱଳତା ତାର ଯୋଡ଼ିଦେଲା ନଶ୍ୱରକୁ ଶାଶ୍ୱତ ସେ ଅଜ୍ଞାତଙ୍କ ସାଥେ। ପ୍ରଜ୍ୱଳ ପ୍ରେମର ବହ୍ନି, ଶୁଭ୍ର ଆଧ୍ୟାତ୍ମିକ ଉତ୍ସ ମଧୁ, ପ୍ରବେଶିଲା କରିବାକୁ ଅନ୍ତ, ଅଜ୍ଞତାର ଦୁଃଖ ସେହି ଅତଳ ଗର୍ଭରୁ। ପ୍ରତୀକ ଉଷାର ବର୍ଣ୍ଣନା ମାଧ୍ୟମରେ ଏହି ପ୍ରତୀକାତ୍ମକ ବର୍ଣ୍ଣନା ବୈଭବ ସମୃଦ୍ଧ କାବ୍ୟଟିର ଉପସଂହାର କରାଯିବ ଉଷାଙ୍କର ବର୍ଣ୍ଣନା ମାଧ୍ୟମରେ। ପ୍ରତୀକ ଉଷାର ବର୍ଣ୍ଣନା ମାଧ୍ୟମରେ ଏହି ପ୍ରତୀକାତ୍ମକ ଯୋଉ ବର୍ଣ୍ଣନା ବୈଭବ ସମୃଦ୍ଧ, ବର୍ଣ୍ଣନା ବିଳାସ ରହିଛି, ବର୍ଣ୍ଣନାର ବିଭବ ରହିଛି, ଏହି କାବ୍ୟଟିର ଉପସଂହାର କରାଯିବ, ଯାହା ଆଲୋଚ୍ୟ ପ୍ରସଙ୍ଗର ଶୀର୍ଷକ ସମ୍ବନ୍ଧିତ। ଉଷାଙ୍କର ହେଲା ପ୍ରଥମ ପଦପାତ, ତତ୍ପରେ ଉଦ୍ଭାସିତ ହେଲା ତାଙ୍କର ତେଜଦୀପ୍ତ ମୁଖମଣ୍ଡଳ, ଉନ୍ମିଳିତ ହେଲା ନୟନ ଯୁଗଳ, ପରିସ୍ଫୁଟ ହେଲା ଏକ ସୌସମ୍ୟଯୁକ୍ତ ଦିବ୍ୟ ରୂପ, ସୁନ୍ଦର ସୁଷମାମୟ ଦିବ୍ୟ ରୂପ ପରିସ୍ଫୁଟ ହେଲା। ପ୍ରଥମେ ଦେଖାଗଲା ଉଷାଙ୍କର ଯୋଉ ପ୍ରଥମ ପଦପାତ, ତେଜଦୀପ୍ତ ମୁଖମଣ୍ଡଳ ଆସ୍ତେ ଆସ୍ତେ ଦେଖାଗଲା ଏବଂ ଉନ୍ମିଳିତ ହେଲା ତାଙ୍କର ଚକ୍ଷୁ ଯୁଗଳ, ଶେଷରେ ପରିସ୍ଫୁଟ ହେଲା ଏକ ସୌନ୍ଦର୍ଯ୍ୟମୟ ଦିବ୍ୟ ରୂପ। ପ୍ରଭୁ ପୂର୍ବରୁ ଉଲ୍ଲେଖ କରିଛନ୍ତି ଏ ଫେସ୍ ଅଫ୍ ରାପ୍ଚରସ୍ କାମ୍, ଏ ଫେସ୍ ଅଫ୍ ରାପ୍ଚରସ୍ କାମ୍, ଏକ ଆନନ୍ଦ ସ୍ନାତ ମୁଖମଣ୍ଡଳ। ଏ ସମ୍ପର୍କରେ ପ୍ରଭୁ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି। I mean the face which was an expression or rather a living image of the rapturous calm of the supreme and infinite consciousness। ଉକ୍ତିର ତାତ୍ପର୍ଯ୍ୟ ହେଉଛି ଏହା ଏପରି ଏକ ମୁଖମଣ୍ଡଳ ଯାହା ପରମ ଓ ଅନନ୍ତ ଚେତନାର ଆନନ୍ଦମୟ ପ୍ରଶାନ୍ତିକୁ ପ୍ରକାଶ କରୁଛି। ଉଷାଙ୍କ ମୁଖ ଶ୍ରୀ ସମ୍ପର୍କରେ ହୁଏତ ଉକ୍ତିଟି ରହିଛି, ତାତ୍ପର୍ଯ୍ୟ ବହନ କରୁଛି। ତାଙ୍କର ମୁଖମଣ୍ଡଳ ଏପରି ଏକ ମୁଖମଣ୍ଡଳ ଯାହା ପରମ ଓ ଅନନ୍ତ ଚେତନାର ଆନନ୍ଦମୟ ପ୍ରଶାନ୍ତିକୁ ପ୍ରକାଶ କରୁଛି। ଅତି ଚେତନା ଓ ନିଶ୍ଚେତନା ମଧ୍ୟରେ ପ୍ରଲମ୍ବିତ ଯେଉଁ ଅତି ଚେତନା ଓ ନିଶ୍ଚେତନା ମଧ୍ୟରେ ପ୍ରଲମ୍ବିତ ଯେଉଁ ବ୍ୟବଧାନ, ଦିବ୍ୟ ଭୂମି ଏବଂ ଜଳଭୂମି ମଧ୍ୟରେ ବିସ୍ତାରିତ ଯେଉଁ ବିଶାଳ ଗହ୍ୱର ରୂପୀ ଶୂନ୍ୟସ୍ଥାନ, ତାକୁ ପୂର୍ଣ୍ଣ କରି ଉର୍ଦ୍ଧ୍ୱ ସହ ଅର୍ଦ୍ଧକୁ ଯୋଡ଼ି ଦେବା ପାଇଁ ପ୍ରଜ୍ଞାମୟୀ ଉଷାଙ୍କର ଆଗମନ। ଅତି ଚେତନା ସହିତ ନିଶ୍ଚେତନାର ସେ ସଂଯୋଗ କରିବେ, ବ୍ୟବଧାନକୁ ଦୂର କରିବେ। ଦିବ୍ୟ ଭୂମି ସହିତ ଆମର ଏଇ ଜଳଭୂମି ମଧ୍ୟରେ ଯେଉଁ ବିଶାଳ ଶୂନ୍ୟତା ରହିଛି ତାକୁ ସେ ପୂର୍ଣ୍ଣ କରିବେ। ଆଉ ଉର୍ଦ୍ଧ୍ୱ ଭୂମି ସହିତ ଏ ଅର୍ଦ୍ଧଭୂମିକୁ ସେ ସଂଯୋଜିତ କରିବେ। ପ୍ରଜ୍ଞାମୟୀ ଉଷାଙ୍କର ଏହି ଉଦ୍ଦେଶ୍ୟରେ ଆଗମନ। ଧରିତ୍ରୀ ମାତାଙ୍କର ନୀରବ ପ୍ରାର୍ଥନାର ସେ ହେଉଛନ୍ତି ପ୍ରତ୍ୟୁତ୍ତର। ବିସ୍ତୃତ ବ୍ଯୋମ ତାଙ୍କର ଅବତରଣ ପାଇଁ ପ୍ରସ୍ତୁତ। ଦେବ ମୁହୂର୍ତ୍ତ ସମାଗତ। ବିଶ୍ୱ ବ୍ରହ୍ମାଣ୍ଡର ଜାଗରଣ, ପାର୍ଥିବ ଭୂମିର ଜାଗରଣ ତଥା ସାବିତ୍ରୀଙ୍କ ଜାଗୃତିର ମୁହୂର୍ତ୍ତ ଯେପରି ତାଙ୍କରି ଆଗମନକୁ ପ୍ରତୀକ୍ଷା କରିଛି। କାହିଁକି ଏ ଦେବ ମୁହୂର୍ତ୍ତ? ନା ବିଶ୍ୱ ବ୍ରହ୍ମାଣ୍ଡର ଏ ଜାଗରଣର ମୁହୂର୍ତ୍ତ, ପାର୍ଥିବ ଭୂମିର ଜାଗରଣର ମୁହୂର୍ତ୍ତ, ତା ସହିତ ସାବିତ୍ରୀଙ୍କ ଜାଗୃତିର ମଧ୍ୟ ମୁହୂର୍ତ୍ତ। ଏ ସେଇ ଦିବ୍ୟ ଉଷାଙ୍କର ଆଗମନକୁ ପ୍ରତୀକ୍ଷା କରିଛି ଏହି ମୁହୂର୍ତ୍ତ। ବେଦ ରହସ୍ୟରେ ଶ୍ରୀ ଅରବିନ୍ଦ ଉଷାଙ୍କର ଭୂମିକା ସମ୍ପର୍କରେ କିଛି ତଥ୍ୟ ଉପସ୍ଥାପନ କରିଛନ୍ତି। ଉଷା ତାଙ୍କ ଆଲୋକ ପ୍ରତି ମନୁଷ୍ୟ ଚେତନାକୁ ଉତ୍ତୋଳିତ କରୁଛନ୍ତି, ଏକ ସତ୍ୟ ସହ ସାକ୍ଷାତ କରାଉଛନ୍ତି ଏବଂ ତାର ପାର୍ଥିବ ଶରୀର ଓ ମନରେ ଆନନ୍ଦ, ଅମୃତ, ସୋମରସ ତଥା ଅମର ସତାଙ୍କର ପରମ ଆନନ୍ଦ ଭରି ଦେଉଛନ୍ତି। ଉଷାଙ୍କର ଏ କାର୍ଯ୍ୟ
ସେ ତାଙ୍କର जो आलोक से आलोक प्रति मानवीय चेतना को उत्तोलित करुछन्ति आकर्षण करुछन्ति सत्य सह साक्षात करुछन्ति एवं मानवर पार्थिव शरीर और मनरे भरी दउछन्ति आनंद अमृत अमृतर सोमरस तथा अमरस तांकर जो परम आनंद। तेणु उषांकर प्रतीकात्मक रूपटी एक वैदिक भावना जेहेतु वेद रहस्य आसी तेणु उषांकर ये प्रतीकात्मक रूप हूँ एक वैदिक भावना चेतनार आध्यात्मिक उन्मेषर आद्य पर्व। उषांकर प्रतीकात्मक प्रथम उद्भास चेतनार आद्य उन्मीलनर आभास। प्रतीकात्मक भाव में उषांकर जो उदय होची से सूचना देउची चेतनार आद्य उन्मीलन घटुची चेतनार मध्य प्रथम उदय घटुची। रवि आगमनर वार्तावह रूपे उषा सूर्य प्रकटन को प्रतीक्षा करिसंती। उषांकर आगमन परे सूर्य उद्भासित हेबे। सर्वप्रथमे आमे डन देखु तापरे सूर्य उदय हुए। तेणु रवि आगमनर वार्तावह रूपे से सूर्यंकर प्रकाश को प्रतीक्षा करिसंती। उषांकर प्रकाशर प्रतीक्षा रे ऋषिकूल किपरि पुलकित होई उठिचंती। उषा जेतबेले प्रकाशित होइचंती आत्म प्रकाश करिसंती तांको प्रतीक्षा करिथिबा वैदिक ऋषिकूल पुलकित होई उठिचंती। दि सीक्रेट ऑफ वेद रे प्रभु ताहा उल्लेख करिसंती अराइज लाइफ एंड फोर्स हैव कम टू अस। अराइज अराइज लाइफ एंड फोर्स हैव कम टू अस। द डार्कनेस हैज डिपार्टेड द लाइट अराइव्स। He has made empty the path for the journey of the sun. Thither let us go where the gods shall carry forward our beings beyond these limits. जागृत हे उठ अराइज अराइज एंड अवेक। उत्थित हुओ जागृत हे उठ। ऋषिकूलर आह्वान जीवन और शक्ति सम्मुखे उपनीत। अंधकार होइछि अपसारित ज्योति प्रवेश करुछि। दिव्य सूर्यंकर यात्रा पथ को उषा परिष्कार कर देउछन्ति। आमको सही मन को सही स्थान को जीवाकु हेबो। आमको सही स्थान को जीवाकु हेबो जेउठी देवकुल आमको सीमिततार बंधनरु मुक्त करी ऊर्ध्व को उत्तोलित करी नेबे। सत्य सूर्य मानव चेतनार उदित हेबे। ऋषिकूलर आह्वान जागृत होई उठ। आम आगरे जीवन और शक्ति उपनीत होइछन्ति। अंधकार क्रमशः प्रसारित हो जाउछि एवं से स्थान रे ज्योतिर प्रवेश घटुछि। दिव्य उषा सूर्यंकर यात्रा मार्ग को परिष्कार कर देइछन्ति। आमको सही स्थान को सही जीवाकू पड़िबो जेउठी देवकुल आमर प्रतीक्षा करिसंती। सीमिततार बंधनरु आमको से मुक्त करी ऊर्ध्व को उत्तोलित करिवे। दुर्लोक नंदिनी उषा आदिमातांकर शक्ति ओ मुखश्री धारण करी मनुष्य को दिव्य ज्योति प्रति उन्मीलित करि चलंती। दुर्लोकर नंदिनी होचंती उषा धारण करिसंती से आदि जननींकर शक्ति और तांकर मुखर सौंदर्य तांकर ज्योति एवं दिव्य ज्योति प्रति उन्मीलित कर चलुछंती। तांको आगमन सह साथी होई आसे समस्त आध्यात्मिक संपद। उषांकर आगमन सहित आध्यात्मिक संपद मानकर आगमन घटे। आलोक शक्ति और नवजन्मर संभावना आसे। अमर जगतर अमूल्य संपद तांको आगमन सह धरापृष्ठ को समागत हुए। उषांकर आगमन एते महत्वपूर्ण। तांको आगमनर पूर्व मुहूर्त पर्यंत विश्व प्रकृति थिला सुप्त अचेतन। सेई शाश्वत देवी चरण स्पर्श रे पाषाणी हल्या मुक्ति पाइला परी साप मुक्त हैला ए धरित्री। ए धरित्री केउ अपदेवतार साप को वहन करिथिला। निद्रिता थिला निश्चेतन थिला एवं शाश्वत देवी चरण स्पर्श रे तार से महानिद्रा मोहनिद्रा भांगी गला। से जागृत हैला।
ତା ସହିତ ଜାଗ୍ରତ ହେଲା ବିଶ୍ୱ ପ୍ରକୃତି, ଜାଗ୍ରତ ହେଲା ଅନନ୍ତ ଅନ୍ତରିକ୍ଷ। ଧ୍ୟାନ ମୁଦ୍ରା ଭାଙ୍ଗି ଆକାଶ ଦେଖିଲା ସେହି ଅସାମାନ୍ୟ ସୌନ୍ଦର୍ଯ୍ୟମୟୀଙ୍କ ଅନଳ୍ପ ସୁଷମା। ଅନ୍ଧକାର ଭୟଭୀତ ହୋଇ ପଳାୟନ କଲା। ନୂତନ ସୃଷ୍ଟିର ସୂର୍ଯ୍ୟୋଦୟ ହେଲା। ଜ୍ୟୋତିର୍ମୟୀଙ୍କ ଓଷ୍ଠ ଯୁଗଳରୁ ସ୍ଫୁରିତ ହେଲା ଦିବ୍ୟ ହାସ୍ୟ ଛଟା। ଜ୍ୟୋତିର୍ମୟୀ ଉଷାଙ୍କର ଓଷ୍ଠ ଯୁଗଳରୁ ସ୍ଫୁରିତ ହେଲା ଦିବ୍ୟ ହାସ୍ୟ ଛଟା। ପୁଲକିତ ବିଶ୍ୱ ପ୍ରକୃତି ରୂପବନ୍ତ ହେଲା। ଦିବ୍ୟ ଧାମକୁ ପ୍ରବେଶର ସମସ୍ତ ଅବରୁଦ୍ଧ ଦ୍ୱାର ଉନ୍ମୁକ୍ତ ହେଇଗଲା। ବିଶ୍ୱ ପ୍ରକୃତି ହେଲା ପୁଲକିତ, ଦ୍ୱାର ମାନେ ହେଲେ ଉନ୍ମୁକ୍ତ, ଅମର ଧାମର ଦ୍ୱାର। ସ୍ୱର୍ଗର ସରଣୀ ପାର୍ଥିବ ଜଗତର ଖୁବ୍ ନିକଟତର ଭଳି ପ୍ରତୀୟମାନ ହେଲା। ସ୍ୱର୍ଗର ପଥ ଆଉ ଦୂର ନୁହେଁ, ପାର୍ଥିବ ଜଗତର ଅତି ନିକଟରେ ଅବସ୍ଥିତ। ଉଲ୍ଲସିତ ବିହଙ୍ଗଙ୍କ କଳ କାକଳିରେ ନିସୀମ ନୀରବତା ନିଶ୍ଚିହ୍ନ ହେଇଗଲା। ଉଷା କାଳ ଆସିଲା। ପକ୍ଷୀମାନେ କଳ କାକଳିରେ ପୂର୍ଣ୍ଣ କରିଦେଲେ ପରିବେଶ। ଉଲ୍ଲସିତ ବିହଙ୍ଗଙ୍କ କଳ କାକଳିରେ କଳରୋଳରେ ନିସୀମ ନୀରବତା ନିଶ୍ଚିହ୍ନ ହେଇଗଲା। ଉତ୍ତୁଙ୍ଗ ଗିରି ଶିଖରରେ ସୁବର୍ଣ୍ଣ ଦ୍ୟୁତି ଝଲସି ଉଠିଲା। ସମୀରଣ ହେଲା ସଙ୍ଗୀତ ମୁଖର। ଉଷାଙ୍କ ଆଗମନରେ ବିଶ୍ୱ ପ୍ରକୃତି ଏଇଭଳି ଭାବରେ ଉଲ୍ଲସିତ ହେଲା, ତାଙ୍କୁ ସ୍ୱାଗତ କଲା। ସ୍ୱୟଂ ରୁତ୍ଚିତ୍ ପରମେଶ୍ୱରୀ ଉଷା ସ୍ୱରୂପରେ ଧରିତ୍ରୀ ସ୍ପର୍ଶ କଲେ। ଅନ୍ଧାର ଘେରା ଧରଣୀରେ ଆବିର୍ଭୂତା ମାନୁଷୀ ତନୁଧାରିଣୀ ସାବିତ୍ରୀଙ୍କ ଚେତନାରେ ମଧ୍ୟ ଉଷା ଲୋକର ଅରୁଣିମା ଉଦ୍ଭାସିତ ହେଲା। ଅନ୍ଧାର ଘେରା ଧରଣୀରେ ଆବିର୍ଭୂତା ହେଇଛନ୍ତି ମାନୁଷୀ ତନୁଧାରିଣୀ ସାବିତ୍ରୀ। ତାଙ୍କ ଚେତନାରେ ମଧ୍ୟ ଉଷା ଲୋକର ଅରୁଣିମା ଉଦ୍ଭାସିତ ହୋଇ ଉଠିଲା। ଅଜ୍ଞାନ ଆବରିତ ଚେତନା, ତାହା ବ୍ୟକ୍ତିର ହେଉ ବା ବିଶ୍ୱର, ତାହା ଆଲୋକ ପାଇଁ ସଦା ବ୍ୟାକୁଳ ହୋଇଥାଏ। ଅଜ୍ଞାନ ଆବରିତ ଯେଉଁ ଚେତନା, ସେ ଯେକୌଣସି ବ୍ୟକ୍ତିର ହଉ ବା ସାରା ବିଶ୍ୱର ହଉ, ସମସ୍ତେ ଆଲୋକ ପାଇଁ ଉନ୍ମୁଖ, ଆଲୋକ ପାଇଁ ସଦା ବ୍ୟାକୁଳ। ଆଲୋକ ଯଜ୍ଞରେ ପ୍ରକୃତି ତାଙ୍କର ସହଯୋଗୀ ହେବାକୁ ସମ୍ମତ ହେଲା। ଏ ଯୋଉ ଆଲୋକର ଯଜ୍ଞ ଉଷାଙ୍କର ଆଗମନରେ ହଉଛି, ପ୍ରକୃତି ତାଙ୍କୁ ସହାୟତା କରିବା ପାଇଁ ସମ୍ମତ ହେଲା। ପୃଥିବୀର ଅବଚେତନା ମଧ୍ୟରୁ ଜ୍ଞାନର ଉନ୍ମେଷ ଘଟିବାକୁ ଯାଉଛି। ଧରିତ୍ରୀର ଧୂଳି ପଟଳ ଭେଦ କରି ଉଷାର ଅରୁଣିମା ଆତ୍ମପ୍ରକାଶ କରୁଛି। ସୁଦୂର ଗଗନର ରହସ୍ୟମୟ ପ୍ରାନ୍ତ ଦେଶରେ ଉଷାଙ୍କର ସୁବର୍ଣ୍ଣ କବାଟ। ତାଙ୍କର ଅଲୌକିକ କରସ୍ପର୍ଶରେ ସେ ରୁଦ୍ଧ ଦ୍ୱାର ଉନ୍ମୁକ୍ତ ହେଉଛି। ତାଙ୍କର ଅଲୌକିକ କରସ୍ପର୍ଶରେ ସେ ରୁଦ୍ଧ ଦ୍ୱାର ଉନ୍ମୁକ୍ତ ହେଉଛି। ଉତ୍ସାରିତ ହେଉଛି ସୁବର୍ଣ୍ଣ ବର୍ଣ୍ଣ ଜ୍ୟୋତିପୁଞ୍ଜ। ଏଇଠି ମନେ ପଡେ ମା କିପରି ସୁବର୍ଣ୍ଣ ହାତୁଡ଼ି ପ୍ରହାର କରି ଏଇଭଳି ଏକ ସ୍ୱର୍ଣ୍ଣ ନିର୍ମିତ ଦ୍ୱାରକୁ ଭାଙ୍ଗି ଦେଇଥିଲେ, ଯେଉଁ ଦ୍ୱାର ପରାଜଗତ ଠାରୁ ଅପରାଜଗତକୁ ବିଚ୍ଛିନ୍ନ କରି ରଖିଥିଲା। ଏହାପରେ ସୁବର୍ଣ୍ଣ ବର୍ଣ୍ଣର ଅତିମାନସ ଜ୍ୟୋତି ଧାରା ଧରାମୁଖୀ ହୋଇଥିଲା। ଉଷାଙ୍କର ଆଗମନ ପ୍ରତି ବିଶ୍ୱ ପ୍ରକୃତି କିପରି ସଚେତନ ହୋଇ ଉଠିଲା, ତାର ଏକ ଭବ୍ୟ ବର୍ଣ୍ଣନା ମା ପ୍ରଦାନ କରିଛନ୍ତି। That is to express how nature was conscious of her descent, because this descent was changing the attitude and nature of things. She came down to kindle the fire of aspiration. ଉଷାଙ୍କ ଅବତରଣ ପାର୍ଥିବ ବସ୍ତୁ ସକଳର ସ୍ୱଭାବରେ ପରିବର୍ତ୍ତନ ଆଣିଦେଲା। ସେ ଆସ୍ପୃହାର ଅଗ୍ନି ପ୍ରଜ୍ୱଳନ ଉଦ୍ଦେଶ୍ୟରେ ଅବତରଣ କରିଥିଲେ। Nature was conscious of her arrival. All that is considered inanimate nature, the wind, the water, the tree and flowers, everything received her joyously. ପାଣି, ପବନ, ବୃକ୍ଷଲତା, ଫୁଲ ଫଳ, ଯାହାକୁ ଆମେ ଜଡ଼ ପ୍ରକୃତି ବୋଲି ବିବେଚନା କରୁ, ଇନଆନିମେଟ୍ ଜଡ଼ ପ୍ରକୃତି ବୋଲି ବିବେଚନା କରୁ, ସେମାନେ ସବୁ ଉଷାଙ୍କୁ ଆନନ୍ଦରେ ସ୍ୱାଗତ କରୁଥିଲେ। ମାତ୍ର ବିନା ବାଧାରେ କୌଣସି ଦିବ୍ୟ କାର୍ଯ୍ୟ ସମ୍ପନ୍ନ ହୁଏ ନାହିଁ, ହେଇପାରେ ନାହିଁ। ଦେବସତ୍ତା ମାନେ ମଧ୍ୟ ନାଚାର ହେଇ ପଡନ୍ତି। ଆଉ ଏହି ମାଟିର ମର୍ତ୍ତ୍ୟ ଯିଏକି ସର୍ବଦା ସଂଶୟ
ସନ୍ଦେହ ଦୋଳାରେ ଆନ୍ଦୋଳିତ, ଭ୍ରାନ୍ତି ବିଳାସରେ ମତ୍ତ, ସେ ଆଲୋକ ରଶ୍ମିକୁ ଧରି ରଖିବାରେ ସେ ଅସମର୍ଥ ହେଲା। ଉଷା ଆଲୋକ ପ୍ରତ୍ୟାହୃତ ହେଇଗଲା, କେବଳ କିଛି ଆଭାସ ମାତ୍ର ଅବଶିଷ୍ଟ ରହିଗଲା। କଲ୍ୟାଣକାରିଣୀ ଉଷାଙ୍କର ଅବର୍ତ୍ତମାନରେ କଲ୍ୟାଣକାରିଣୀ ଉଷାଙ୍କର ଆବିର୍ଭାବର ଯଥାର୍ଥ ସ୍ୱାଗତ ମୃତ୍ୟୁପ୍ରବଣ ଏ ପୃଥିବୀ କରିପାରି ନାହିଁ। ପାର୍ଥିବ ଚେତନା ଅମରତ୍ୱର ଜ୍ଞାନ ଓ ଶକ୍ତିକୁ ଧାରଣ କରିବାରେ ଅସମର୍ଥ। ତଥାପି ଉଷାଙ୍କ ଆଲୋକର କ୍ଷଣିକ ସ୍ପର୍ଶ ପୃଥିବୀର ଅଥର୍ବ ଚେତନା ପାଇଁ ଏକ ଆଶ୍ୱାସନା ଭରା ପ୍ରତିଶ୍ରୁତି ଯେ ଦିବ୍ୟ ଜୀବନ ଦିନେ ନା ଦିନେ ଏହି ଜଗତରେ ସମ୍ଭବ ହେବ। ଏହାର କାରଣ ଭାଗବତ ଜ୍ୟୋତି ମୁହୂର୍ତ୍ତକ ପାଇଁ ରହିପାରେ, ମାତ୍ର ତାର ସେହି କ୍ଷଣିକ ସ୍ପର୍ଶରେ ମଣିଷର ଦୃଷ୍ଟିକୁ ଆଲୋକିତ କରିଯାଏ। ପୃଥିବୀ ମାଟିକୁ ସ୍ପର୍ଶ କରିଥିବା ଦିବ୍ୟ ଉଷାଲୋକ ଜଡ଼ର ଅଭ୍ୟନ୍ତରକୁ ସ୍ପର୍ଶ କରି ତାକୁ ମୁହୂର୍ତ୍ତକ ପାଇଁ ହେଉ ପଛେ ଆଲୋକିତ କରିଯାଇଛି। ତାର ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟର ପ୍ରତିଛବି ଜଡ଼ ଚେତନାରେ ଆଙ୍କି ଦେଇଯାଇଛି। ଆଲୋକର ସ୍ପର୍ଶ ପାଇଥିବାରୁ ଜଡ଼ ମଧ୍ୟରେ ଜୀବନ ସମ୍ଭବ ହୋଇଛି, ବିବର୍ତ୍ତନର ଆରମ୍ଭ ହୋଇଛି। ମା ତାଙ୍କ ସୂକ୍ଷ୍ମ ଦର୍ଶନ ସମ୍ପର୍କରେ କହନ୍ତି, ମୁଁ ଯେତେବେଳେ ପୃଥିବୀକୁ କୋଳାଗ୍ରତ କରିବାକୁ ଯାଏ, ମୋତେ ଗୋଟିଏ ମହିମାମୟ ପୃଥିବୀ ଦେଖାଯାଏ। ତାହାର ଅଭ୍ୟନ୍ତର ଆଲୋକ ଦୀପ୍ତ। ସେଇ ଦିବ୍ୟ ଆଲୋକ ଯୋଗୁଁ ଜୀବନ ସମ୍ଭବ ହୋଇଛି ଆଉ ବିବର୍ତ୍ତନ ଆରମ୍ଭ ହୋଇଛି। ମହାକାବ୍ୟରେ ଶ୍ରୀ ଅରବିନ୍ଦ ଉପମା ପ୍ରୟୋଗ କରି ଉଲ୍ଲେଖ କରିଛନ୍ତି, ଦିବ୍ୟ ଐଶ୍ୱର୍ଯ୍ୟ ସବୁ ନିଶ୍ଚେତନାପୂର୍ଣ୍ଣ ଏହି ଜଗତ ମଧ୍ୟକୁ ଅବତରଣ କଲା ପରେ କିପରି ସେ ସବୁର ଦିବ୍ୟତା ଜଡ଼ର ଜଠର ସ୍ୱରୂପ ଗହ୍ୱରରେ ଲୁପ୍ତ ହେଇଯାଏ। ଜଡ଼ ଚେତନାକୁ ଆସି ସମସ୍ତ ଦୀପ୍ତି ଯେପରି କେଉଁଠି ମିଳେଇଯାଏ, ସେହିପରି ଦିବ୍ୟ ଦୂତି ଉଷାଙ୍କର ସମସ୍ତ ତେଜ ରାଶି ଦିବସର ନିଷ୍ପ୍ରଭ ଆଲୋକ ମଧ୍ୟରେ ସତ୍ତା ହରେଇ ଦେଲା। ମା କହନ୍ତି, 1956 ମସିହାରେ ଯେତେବେଳେ ଅତିମାନସ ଚେତନା ଓ ଶକ୍ତି ପୃଥିବୀ ପୃଷ୍ଠରେ ଅବତରଣ କଲା, ସେତେବେଳେ ନିଶ୍ଚେତନାର ଅଭ୍ୟନ୍ତରରୁ ଗାଢ଼ ନୀଳବର୍ଣ୍ଣର ପ୍ରକାଣ୍ଡକାୟ ତରଙ୍ଗ ସବୁ ଊର୍ଦ୍ଧ୍ୱକୁ ଉଠି ଆସି ସେହି ଶକ୍ତିକୁ ଗ୍ରାସ କରିଦେଲା। ଅତିମାନବ ଶକ୍ତି ନିଶ୍ଚେତନା ମଧ୍ୟରେ ରହି କାର୍ଯ୍ୟ କରିବାକୁ ଲାଗିଲା। ଏହା ହେଉଛି ପାର୍ଥିବ ଚେତନାର ଅଥର୍ବ ଅବସ୍ଥା। ପ୍ରସଙ୍ଗଟି ଏଇଠାରେ ମୁଁ ରଖୁଛି, କାରଣ 4:40 ଆମର ପରିସମାପ୍ତ ହେବା କଥା। ଆଉ ତ୍ରୁଟି ବିଚ୍ୟୁତି ସହିତ ଯାହା ଉପସ୍ଥାପିତ ହେଇଛି ମାଙ୍କ ଚରଣରେ, ପ୍ରଭୁଙ୍କ ଚରଣରେ ସମର୍ପଣ କରୁଛି। ତାଙ୍କର ଏହି ପବିତ୍ର ଜନ୍ମ ମାସରେ ଅଶେଷ କୃତଜ୍ଞତା। ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍।